କିନ୍ତୁ ଯେଉଁ ପୁରୁଷ ଆତ୍ମାରେ ରମଣ କରିଥାନ୍ତି ଏବଂ ଆତ୍ମାରେ ତୃପ୍ତ ତଥା ଆତ୍ମାରେ ସନ୍ତୁଷ୍ଟ ହୋଇ ରହିଥାନ୍ତି, ତାଙ୍କ ପାଇଁ କୌଣସି କର୍ତ୍ତବ୍ୟ କର୍ମ ବାକି ନାହିଁ। ପୂର୍ବ ଶ୍ଲୋକମାନଙ୍କରେ ଯେଉଁମାନଙ୍କ ପାଇଁ ସ୍ୱଧର୍ମ ପାଳନ ଆବଶ୍ୟକ କର୍ତ୍ତବ୍ୟ ବୋଲି କୁହାଯାଇଛି ଏବଂ ସ୍ୱଧର୍ମ ପାଳନ କରୁନଥିବାରୁ ଅଘାୟୁ କହି ଯାହାଙ୍କର ଜୀବନ ବ୍ୟର୍ଥ ବୋଲି କୁହାଯାଇଛି, ସେହିସବୁ ପୁରୁଷଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ତଥା ଶାସ୍ତ୍ର ଶାସନର ଊର୍ଦ୍ଧ୍ୱକୁ ଉଠିଯାଇଥିବା ଜ୍ଞାନୀ ମହାପୁରୁଷଙ୍କୁ ପୃଥକ୍ କରି ତାଙ୍କ ସ୍ଥିତିର ବର୍ଣ୍ଣନା କରିବାକୁ ଏଠାରେ ତୁ ପଦ ପ୍ରୟୋଗ କରାଯାଇଛି। ଏହି ତିନୋଟି ବିଶେଷଣ ସହିତ ଏହି ପଦଟି କେଉଁ ମନୁଷ୍ୟଙ୍କ ବାଚକ ତଥା ତାଙ୍କ ମାନବିକ ଭାବରେ ଅଭିପ୍ରାୟ କ'ଣ? ଉପଯୁକ୍ତ ବିଶେଷଣମାନଙ୍କ ସହିତ ଯହ ପଦଟି ହେଉଛି ସଚ୍ଚିଦାନନ୍ଦ ପୂର୍ଣ୍ଣବ୍ରହ୍ମ ପରମାତ୍ମାଙ୍କୁ ପ୍ରାପ୍ତ ଜ୍ଞାନୀ ମହାପୁରୁଷଙ୍କ ବାଚକ ଏବଂ ତାଙ୍କୁ ମାନବ କହି ଦେଖାଉଛନ୍ତି ଯେ ଯେକୌଣସି ମନୁଷ୍ୟ ସାଧନା କରି ଏପରି ସ୍ଥିତିରେ ପହଞ୍ଚି ପାରିବ, କାରଣ ପରମାତ୍ମାଙ୍କୁ ପ୍ରାପ୍ତ କରିବାର ଅଧିକାର ସମସ୍ତ ମନୁଷ୍ୟଙ୍କ ରହିଛି। ସ୍ୱପ୍ନରୁ ଜାଗ୍ରତ ହୋଇଥିବା ମନୁଷ୍ୟର ଦୃଷ୍ଟିରୁ ସ୍ୱପ୍ନର ସୃଷ୍ଟି ଯେପରି ଶୂନ୍ୟ ହୋଇଯାଏ, ପରମାତ୍ମାକୁ ପ୍ରାପ୍ତ ହୋଇଥିବା ମନୁଷ୍ୟଙ୍କ ଦୃଷ୍ଟିରେ ସମ୍ପୂର୍ଣ୍ଣ ଜଗତ ସେପରି ସ୍ୱପ୍ନର ସୃଷ୍ଟି ପରି ଶୂନ୍ୟ ହୋଇଯାଏ। ତେଣୁ କୌଣସି ବି ସାଂସାରିକ ବସ୍ତୁରେ ତାଙ୍କର କିଞ୍ଚିତ୍ ମାତ୍ର ପ୍ରୀତି ହୁଏ ନାହିଁ ଏବଂ ସେ କୌଣସି ବସ୍ତୁରେ ରମଣ କରନ୍ତି ନାହିଁ। ସେ କେବଳ ମାତ୍ର ଏକ ପରମାତ୍ମାଠାରେ ଅଭିନ୍ନ ଭାବରେ ଅଟଳ ସ୍ଥିତିରେ ରହିଯାଆନ୍ତି। ତେଣୁ ତାଙ୍କର ମନ ବୁଦ୍ଧି ସଂସାରରେ ରମଣ କରେ ନାହିଁ। ତାଙ୍କ ନିଶ୍ଚୟରେ କେବଳ ପରମାତ୍ମା ହିଁ ଏକମାତ୍ର ସତ୍ୟ ବସ୍ତୁ। ତେଣୁ ତାଙ୍କ ଦ୍ୱାରା ପରମାତ୍ମାଙ୍କ ଚିନ୍ତନ ସ୍ୱାଭାବିକ ରୂପରେ ହୋଇଥାଏ। ଏହା ହିଁ ତାଙ୍କର ଆତ୍ମାରେ ରମଣ କରିବା। ଏହାଦ୍ୱାରା ଦର୍ଶାଯାଇଛି ଯେ ପରମାତ୍ମାଙ୍କୁ ପ୍ରାପ୍ତ ହୋଇଥିବା ପୁରୁଷ ପୂର୍ଣ୍ଣକାମ ହୋଇଯାଆନ୍ତି ଏବଂ ତାଙ୍କ ପାଇଁ କୌଣସି ବସ୍ତୁ ପାଇବାର ଯୋଗ୍ୟ ହୋଇ ରହେ ନାହିଁ ତଥା କୌଣସି ସାଂସାରିକ ବସ୍ତୁର ଟିକିଏ ହେଲେ ଆବଶ୍ୟକତା ରହେ ନାହିଁ। ସେ ପରମାତ୍ମାଙ୍କ ସ୍ୱରୂପରେ ଅନନ୍ୟ ଭାବରେ ସ୍ଥିତ ହୋଇ ସଦାସର୍ବଦା ତୃପ୍ତ ରହନ୍ତି। ଏହାଦ୍ୱାରା ଦେଖାଯାଇଛି ଯେ ପରମାତ୍ମାଙ୍କୁ ପ୍ରାପ୍ତ ପୁରୁଷ ନିତ୍ୟ ନିରନ୍ତର ପରମାତ୍ମାଙ୍କଠାରେ ସନ୍ତୁଷ୍ଟ ହୋଇ ରହନ୍ତି। ସଂସାରର କୌଣସି ପ୍ରଲୋଭନ ମଧ୍ୟ ତାଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିପାରେ ନାହିଁ। କୌଣସି ଘଟଣାରୁ ବା କୌଣସି କାରଣରୁ ସେ ଟିକିଏ ବି ଅସନ୍ତୁଷ୍ଟ ହୁଅନ୍ତି ନାହିଁ। ସଂସାରର କୌଣସି ବସ୍ତୁ ସହିତ ତାଙ୍କର କୌଣସି ସମ୍ବନ୍ଧ ରହେ ନାହିଁ। ସେ ସଦାସର୍ବଦା ହର୍ଷ ଶୋକାଦି ବିକାରରୁ ସର୍ବଦା ଅତୀତ ହୋଇ ସଚ୍ଚିଦାନନ୍ଦ ପରମାତ୍ମାଠାରେ ନିରନ୍ତର ସନ୍ତୁଷ୍ଟ ହୋଇ ରହନ୍ତି। ଉପଯୁକ୍ତ ଏହି ମହାପୁରୁଷ ପରମାତ୍ମାକୁ ପାଇସାରିଛନ୍ତି, ଅତଏବ ତାଙ୍କର ସମସ୍ତ କର୍ତ୍ତବ୍ୟ ସମାପ୍ତ ହୋଇସାରିଛି। ସେ କୃତ୍ୟକୃତ୍ୟ ହୋଇଯାଇଛନ୍ତି, କାରଣ ମନୁଷ୍ୟ ପାଇଁ ଯେତେ ପ୍ରକାର କର୍ତ୍ତବ୍ୟ ବିଧାନ କରାଯାଇଛି, ସେସବୁର ଉଦ୍ଦେଶ୍ୟ କେବଳ ଏକମାତ୍ର ପରମ କଲ୍ୟାଣ ସ୍ୱରୂପ ପରମାତ୍ମାକୁ ପ୍ରାପ୍ତ କରିବା। ତେଣୁ ଯାହାଙ୍କର ସେ ଉଦ୍ଦେଶ୍ୟ ପୂରଣ ହୋଇଯାଇଛି, ତାଙ୍କର କରିବା ପାଇଁ ଆଉ କିଛି ବାକି ରହେ ନାହିଁ। ତାଙ୍କ କର୍ତ୍ତବ୍ୟ ସମାପ୍ତି ହୋଇଯାଏ। ଜ୍ଞାନୀ ମହାପୁରୁଷଙ୍କ ମନ ଓ ଇନ୍ଦ୍ରିୟମାନଙ୍କ ସହିତ ଶରୀରର କୌଣସି ସମ୍ବନ୍ଧ ରହେ ନାହିଁ। ତେଣୁ ସେ ବାସ୍ତବରେ କିଛି କରନ୍ତି ନାହିଁ। ତଥାପି ଲୋକ ଦୃଷ୍ଟିରୁ ତାଙ୍କର ମନ ଓ ବୁଦ୍ଧି ଇନ୍ଦ୍ରିୟମାନଙ୍କ ଦ୍ୱାରା ପୂର୍ବ ଅଭ୍ୟାସବଶତ ପ୍ରାରବ୍ଧ ଅନୁସାରେ ଶାସ୍ତ୍ରାନୁକୂଳ କର୍ମ ହେଉଥାଏ। ଏପରି କର୍ମ ମମତ୍ୱ, ଅଭିମାନ, ଆସକ୍ତି ଓ କାମନାରୁ ସର୍ବଦା ରହିତ ହୋଇଥିବାରୁ ପରମ ପବିତ୍ର ହୁଏ ଏବଂ ଅନ୍ୟମାନଙ୍କ ପାଇଁ ଆଦର୍ଶ ସ୍ଥାନୀୟ ହୁଏ। ଏସବୁ ହେଉଥିଲେ ମଧ୍ୟ ମନେ ରଖିବା ଉଚିତ ଯେ ଏପରି ପୁରୁଷଙ୍କ ଉପରେ ଶାସ୍ତ୍ରର କୌଣସି ଶାସନ ନାହିଁ। ସେହି ମହାପୁରୁଷଙ୍କର ଏହି ବିଶ୍ୱରେ କର୍ମ କରିବାର କୌଣସି ପ୍ରୟୋଜନ ରହେ ନାହିଁ କିମ୍ବା କର୍ମ ନ କରିବାର କୌଣସି ପ୍ରୟୋଜନ ବି ରହେ ନାହିଁ ତଥା କୌଣସି ପ୍ରାଣୀ ସହିତ ମଧ୍ୟ ତାଙ୍କର କିଛି ବି ସ୍ୱାର୍ଥ ସମ୍ବନ୍ଧ ରହେ ନାହିଁ। ପୂର୍ବ ଶ୍ଲୋକରେ କୁହାଯାଇଛି ଯେ ଜ୍ଞାନୀ ପୁରୁଷଙ୍କର କୌଣସି କର୍ତ୍ତବ୍ୟ ବାକି ନଥାଏ। ସେହି କଥାକୁ ସ୍ପଷ୍ଟ କରିବା ପାଇଁ ଏହି ବାକ୍ୟରେ ତାଙ୍କ ପାଇଁ କର୍ତ୍ତବ୍ୟ ଅକର୍ତ୍ତବ୍ୟ ବିବେଚନା କରାଯାଇଛି। ଅଭିପ୍ରାୟ ଏହି ଯେ ସେ ମହାପୁରୁଷ ନିରନ୍ତର ପରମାତ୍ମା ସ୍ୱରୂପରେ ସନ୍ତୁଷ୍ଟ ରୁହନ୍ତି। ତେଣୁ ତାଙ୍କର କୌଣସି କର୍ମ କରି କୌଣସି ଐହିକ ବା ପାରଲୌକିକ ପ୍ରୟୋଜନ ସିଦ୍ଧ କରିବାକୁ ବାକି ନଥାଏ କି କୌଣସି ପ୍ରକାର କର୍ମ ତ୍ୟାଗ କରି କୌଣସି ପ୍ରୟୋଜନ ସିଦ୍ଧ କରିବାକୁ ବାକି ନଥାଏ, କାରଣ ତାଙ୍କର ସମସ୍ତ ଆବଶ୍ୟକତା ସମାପ୍ତ ହୋଇସାରିଥାଏ। ବର୍ତ୍ତମାନ ତାଙ୍କର ପ୍ରାପ୍ତି ପାଇଁ ଆଉ କିଛି ବାକି ରହିନଥାଏ। ଏହି କାରଣରୁ ତାଙ୍କ ପାଇଁ କୌଣସି କର୍ମ କରିବା କିମ୍ବା ନ କରିବା ବିଧେୟ ନୁହେଁ। ସେ ଶାସ୍ତ୍ରର ଶାସନରୁ ସର୍ବଦା ମୁକ୍ତ। ଯଦି ତାଙ୍କ ମନ ଓ ଇନ୍ଦ୍ରିୟମାନଙ୍କର ସଂଘାତ ରୂପୀ ଶରୀର ଦ୍ୱାରା କୌଣସି କର୍ମ କରାଯାଏ, ତେବେ ତାଙ୍କୁ ଉକ୍ତ କର୍ମ ତ୍ୟାଗ କରିବାକୁ ମଧ୍ୟ ଶାସ୍ତ୍ର ବାଧ୍ୟ କରେ ନାହିଁ ଏବଂ ଯଦି ସେ କୌଣସି କର୍ମ ନ କରନ୍ତି, ତେବେ ମଧ୍ୟ କର୍ମ କରିବାକୁ ଶାସ୍ତ୍ର ତାଙ୍କୁ ବାଧ୍ୟ କରେ ନାହିଁ। ଅତଏବ ଜ୍ଞାନୀଙ୍କ କ୍ଷେତ୍ରରେ ଏହା ମାନି ନେବାର କୌଣସି ଆବଶ୍ୟକତା ନାହିଁ ଯେ ଜ୍ଞାନ ହୋଇଯିବା ପରେ ଜୀବନ ମୁକ୍ତିର ସୁଖ ଭୋଗ କରିବା ନିମନ୍ତେ ଜ୍ଞାନୀକୁ କର୍ମ ତ୍ୟାଗ କରିବାକୁ ପଡ଼ିବ କିମ୍ବା କର୍ମ ଅନୁଷ୍ଠାନ କରିବାକୁ ପଡ଼ିବ, କାରଣ ଜ୍ଞାନ ହେବା ପରେ ମନ ଓ ଇନ୍ଦ୍ରିୟମାନଙ୍କର ଆରାମ ରୂପକ ତୁଚ୍ଛ ସୁଖ ସହିତ ତାଙ୍କର କୌଣସି ସମ୍ବନ୍ଧ ରହେ ନାହିଁ। ସେ ନିତ୍ୟ ନିରନ୍ତର ନିତ୍ୟାନନ୍ଦରେ ମଗ୍ନ ହୋଇ ରୁହନ୍ତି ଏବଂ ସ୍ୱୟଂ ଆନନ୍ଦ ସ୍ୱରୂପ ହୋଇଯାନ୍ତି। କିନ୍ତୁ ଯେଉଁମାନେ କୌଣସି ସୁଖ ପ୍ରାପ୍ତି ପାଇଁ ନିଜର ଗ୍ରହଣ ବା ତ୍ୟାଗ ରୂପକ କର୍ତ୍ତବ୍ୟ ବାକି ରହିଛି ବୋଲି ମନେ କରନ୍ତି, ସେମାନେ ପ୍ରକୃତରେ ଜ୍ଞାନୀ ନୁହନ୍ତି। ସେମାନେ କେବଳ କୌଣସି ସ୍ଥିତିବିଶେଷକୁ ଜ୍ଞାନ ପ୍ରାପ୍ତି ଭାବି ନିଜକୁ ଜ୍ଞାନୀ ବୋଲି ମନେ କରିଥାନ୍ତି। ଯୁକ୍ତ ଜ୍ଞାନୀ ପ୍ରକୃତ ଜ୍ଞାନୀ ହୋଇଥିବାରୁ ଏପରି ଭାବନ୍ତି ନାହିଁ। ଏହା ସିଦ୍ଧ କରିବା ନିମନ୍ତେ ଭଗବାନ ଗୀତାରେ ମଧ୍ୟ କହିଛନ୍ତି। ଯେଉଁ ଯୋଗୀ ଜ୍ଞାନରୂପକ ଅତୃପ୍ତରେ ତୃପ୍ତ, ଜ୍ଞାନରୂପକ ଅମୃତରେ ତୃପ୍ତ ଏବଂ କୃତ୍ୟକୃତ୍ୟ ହୋଇଯାଇଛନ୍ତି, ତାଙ୍କ ପାଇଁ କର୍ତ୍ତବ୍ୟ ବୋଲି କିଛି ନାହିଁ। ଯଦି ତାଙ୍କର କିଛି କର୍ତ୍ତବ୍ୟ ଥାଏ, ତେବେ ସେ ତତ୍ତ୍ୱଜ୍ଞାନୀ ନୁହନ୍ତି।
ଏହା କହି ଭଗବାନ ଦେଖାଇଛନ୍ତି ଯେ ଜ୍ଞାନୀଙ୍କର କର୍ମ କରିବାର ନ କରିବାରେ ଯେପରି କୌଣସି ପ୍ରୟୋଜନ ରହେ ନାହିଁ। ସ୍ଥାବର ଜଙ୍ଗମ କୌଣସି ପ୍ରାଣୀଠାରେ ମଧ୍ୟ ତାଙ୍କର ସେପରି କିଛି ବି ପ୍ରୟୋଜନ ରହେ ନାହିଁ। ଅଭିପ୍ରାୟ ଏହି ଯେ ଯାହାଙ୍କର ଦେହାଭିମାନ ସର୍ବଦା ନଷ୍ଟ ହୁଏ ନାହିଁ ଏବଂ ଯେ ପରମାତ୍ମା ପ୍ରାପ୍ତି ପାଇଁ ସାଧନା କରୁଛନ୍ତି, ସେପରି ସାଧକ ନିଜ ସୁଖ ଭୋଗ ପାଇଁ କିଛି ନ ଚାହୁଁଥିଲେ ମଧ୍ୟ ଶରୀର ନିର୍ବାହ ପାଇଁ କୌଣସି ନା କୌଣସି ରୂପରେ ଅନ୍ୟ ପ୍ରାଣୀଙ୍କ ସହିତ କିଛି ନା କିଛି ସ୍ୱାର୍ଥ ସମ୍ବନ୍ଧ ରଖିଥାନ୍ତି। ଅତଏବ ଶାସ୍ତ୍ର ଆଜ୍ଞା ଅନୁସାରେ କର୍ମ ଗ୍ରହଣ ବା କର୍ମତ୍ୟାଗ ହେଉଛି ତାଙ୍କର କର୍ତ୍ତବ୍ୟ। କିନ୍ତୁ ସଚ୍ଚିଦାନନ୍ଦ ପରମାତ୍ମାକୁ ପାଇଥିବା ଜ୍ଞାନୀଙ୍କର ଦେହାଭିମାନ ନଥିବାରୁ ସେ ଜୀବନକୁ ମଧ୍ୟ ଲକ୍ଷ୍ୟ କରନ୍ତି ନାହିଁ। ଏପରି ସ୍ଥିତିରେ ତାଙ୍କର ଶରୀର ନିର୍ବାହ ପ୍ରାରବ୍ଧ ଅନୁସାରେ ସ୍ୱତଃ ହେଉଥାଏ। ତେଣୁ ତାଙ୍କର କୌଣସି ପ୍ରାଣୀ ସହିତ କୌଣସି ପ୍ରକାର ସ୍ୱାର୍ଥ ସମ୍ବନ୍ଧ ରହେ ନାହିଁ। ତେଣୁ ତାଙ୍କର କୌଣସି କର୍ତ୍ତବ୍ୟ କର୍ମ ବାକି ରହିନଥାଏ। ସେ ସର୍ବଦା କୃତ୍ୟକୃତ୍ୟ ହୋଇଯାନ୍ତି। ତାଙ୍କ ଦ୍ୱାରା କର୍ମ କରାଯାଏନି। ପ୍ରାରବ୍ଧ ଅନୁସାରେ ଲୌକିକ ଦୃଷ୍ଟିରୁ ଲୋକମାନଙ୍କର ମଙ୍ଗଳ ପାଇଁ କର୍ମ ହେଉଥାଏ, କିନ୍ତୁ ବାସ୍ତବରେ ତାଙ୍କର ସେ କର୍ମ ସହିତ କୌଣସି ସମ୍ବନ୍ଧ ରହିନଥାଏ। ସେ କର୍ମକୁ କର୍ମ ବୋଲି ଗ୍ରହଣ କରାଯାଏ ନାହିଁ। ତେଣୁ ନିରନ୍ତର ଆସକ୍ତି ରହିତ ହୋଇ ନିଷ୍ଠାର ସହିତ କର୍ତ୍ତବ୍ୟ କର୍ମ କର, କାରଣ ଆସକ୍ତି ରହିତ ହୋଇ କର୍ମ କରୁଥିବା ମନୁଷ୍ୟ ପରମାତ୍ମାକୁ ପ୍ରାପ୍ତ ହୋଇଯାଏ। ଏହାଦ୍ୱାରା ଭଗବାନ ଦେଖାଇଛନ୍ତି ଏପର୍ଯ୍ୟନ୍ତ ଯେଉଁ ଯେଉଁ କାରଣରୁ ସ୍ୱଧର୍ମ ପାଳନ ପରମ ଆବଶ୍ୟକ ବୋଲି ମୁଁ ସିଦ୍ଧ କରିଛି, ସେ ସମସ୍ତ କାରଣ ଉପରେ ବିଚାର କଲେ ସ୍ପଷ୍ଟ ହୋଇଯାଏ ଯେ ପୂର୍ଣ୍ଣ ଭାବରେ ସ୍ୱଧର୍ମ ପାଳନ କଲେ ନିଶ୍ଚିତ ରୂପେ ତୁମର ମଙ୍ଗଳ ହେବ। ତେଣୁ ତୁମେ ନିଜର ବର୍ଣ୍ଣାଶ୍ରମ ଧର୍ମ ଅନୁସାରେ କର୍ମ କରିବା ଉଚିତ। ଭଗବାନ ଅର୍ଜୁନଙ୍କୁ ସମସ୍ତ କର୍ମରେ ଏବଂ ସେସବୁର ଫଳ ରୂପୀ ସମସ୍ତ ଭୋଗରେ ଆସକ୍ତି ତ୍ୟାଗ କରି କର୍ମ କରିବାକୁ କହିଛନ୍ତି। କାମନା ତ୍ୟାଗ ଆସକ୍ତି ତ୍ୟାଗର ଅନ୍ତର୍ଗତ, କାରଣ ଆସକ୍ତିରୁ କାମନାର ଉତ୍ପତ୍ତି ହୁଏ। ତେଣୁ ଏଠାରେ ଫଳ ଇଚ୍ଛା ତ୍ୟାଗ କରିବାକୁ ପୃଥକ ରୂପେ କୁହାଯାଏ ନାହିଁ। ଭଗବାନ ପ୍ରଥମରୁ କହି ଆସିଛନ୍ତି ଯେ କୌଣସି ବି ଲୋକ କର୍ମ ନ କରି କ୍ଷୀଣମାତ୍ର ରହିପାରିବ ନାହିଁ। ଏଥିରୁ ସିଦ୍ଧ ହେଲା ଯେ ମନୁଷ୍ୟ ନିରନ୍ତର କିଛି ନା କିଛି କାମ କରୁଥାଏ। ତେଣୁ ଏଠାରେ ସତ୍କର୍ମ ପଦ ପ୍ରୟୋଗ କରି ଭଗବାନ କହିଛନ୍ତି, ତୁମେ ସଦାସର୍ବଦା ଯେତେ କର୍ମ କର ନା କାହିଁକି, ସେ ସମସ୍ତ କର୍ମରୁ ତାର ଫଳରେ ଆସକ୍ତି ରହିତ ହୋଇ କର। କୌଣସି କର୍ମ କୌଣସି ସମୟରେ ଆସକ୍ତିପୂର୍ବକ କର ନାହିଁ। ଏହାଦ୍ୱାରା ଭଗବାନ କହିଛନ୍ତି, ତୁମ ପାଇଁ ବର୍ଣ୍ଣ ଆଶ୍ରମ ସ୍ୱଭାବ ପରିସ୍ଥିତି ଅନୁସାରେ ଯେଉଁ କର୍ମ କର୍ତ୍ତବ୍ୟ ତୁମେ ସେ କର୍ମ କରିବା ଉଚିତ। ପରଧର୍ମର କର୍ମ ନିଷିଦ୍ଧ କର୍ମ ଏବଂ ବ୍ୟର୍ଥ ବା କାମ୍ୟ କର୍ମ କରିବା ଉଚିତ ନୁହେଁ। ସେ କର୍ମକୁ ତୁମେ ସାବଧାନ ହୋଇ ବିଧିପୂର୍ବକ ଯଥାଯୋଗ୍ୟ ଆଚରଣ କର। ଏପରି ନ କରି ଅସାବଧାନ ହୋଇ କଲେ କର୍ମରେ ତ୍ରୁଟି ରହିଯାଇପାରେ ଏବଂ ସେ କାରଣରୁ ତୁମର ପରମାଶିର ପ୍ରାପ୍ତି ବିଳମ୍ବ ହୋଇପାରେ। ଏଥିରେ ଭଗବାନ ଉପଯୁକ୍ତ କର୍ମଯୋଗର ଫଳ କହୁଛନ୍ତି। ଅଭିପ୍ରାୟ ଏହି ଯେ ଉପଯୁକ୍ତ ପ୍ରକାର ଆସକ୍ତି ତ୍ୟାଗ କରି କର୍ତ୍ତବ୍ୟ କର୍ମ ଆଚରଣ କରୁଥିବା ମନୁଷ୍ୟ କର୍ମବନ୍ଧନରୁ ମୁକ୍ତ ହୋଇ ପରମ ପୁରୁଷ ପରମାତ୍ମାକୁ ପ୍ରାପ୍ତ ହୋଇଯାଏ। ଏହା କର୍ମଯୋଗର ମହତ୍ତ୍ୱ। ତେଣୁ ସମସ୍ତ କର୍ମ ଉପଯୁକ୍ତ ପ୍ରକାର କରିବା ଉଚିତ। ଜନକ ଆଦି ଜ୍ଞାନୀମାନେ ମଧ୍ୟ ଆସକ୍ତି ରହିତ କର୍ମ ଦ୍ୱାରା ହିଁ ପରମ ସିଦ୍ଧି ପ୍ରାପ୍ତ ହୋଇଥିଲେ। ସେଥିପାଇଁ ତଥା ଲୋକ କଲ୍ୟାଣ ଦୃଷ୍ଟିରୁ ତୁମେ କର୍ମ କରିବା ହିଁ ଉଚିତ। ଭଗବାନଙ୍କର ଉପଦେଶ କାଳ ପର୍ଯ୍ୟନ୍ତ ରାଜା ଜନକ ପରି ମମତ୍ୱ ଆସକ୍ତି ଓ କାମନା ତ୍ୟାଗ କରି କେବଳ ପରମାତ୍ମା ପ୍ରାପ୍ତି ପାଇଁ କର୍ମ କରିଥିବା ଅଶ୍ୱପତି, ଇକ୍ଷ୍ୱାକୁ, ପ୍ରହ୍ଲାଦ, ଅମ୍ବରୀଶ ଆଦି ଯେତେ ମହାପୁରୁଷ ହୋଇସାରିଥିଲେ, ସେ ସମସ୍ତଙ୍କର ସଂକେତ ଏହି ପଦ ଦ୍ୱାରା କରାଯାଇଛି। ପୂର୍ବ ଶ୍ଲୋକରେ କୁହାଯାଇଛି ଯେ ଆସକ୍ତି ରହିତ ମନୁଷ୍ୟ ପରମାତ୍ମାକୁ ପାଇଯାଏ। ତାହା ପ୍ରମାଣ ଦ୍ୱାରା ସିଦ୍ଧ କରିବା ପାଇଁ ଏଠାରେ କୁହାଯାଇଛି ଯେ ପୂର୍ବ କାଳରେ ଜନକ ଆଦି ପ୍ରଧାନ ମହାପୁରୁଷ ମଧ୍ୟ ଆସକ୍ତି ରହିତ କର୍ମ ଦ୍ୱାରା ପରମ ସିଦ୍ଧି ପାଇଥିଲେ। ଅଭିପ୍ରାୟ ଏହି ଯେ ଆଜି ପର୍ଯ୍ୟନ୍ତ ବହୁ ମହାପୁରୁଷ ମମତ୍ୱ, ଆସକ୍ତି ଓ କାମନା ତ୍ୟାଗ କରି କର୍ମଯୋଗ ଦ୍ୱାରା ପରମାତ୍ମାକୁ ପାଇସାରିଛନ୍ତି। ଏହା କୌଣସି ନୂଆ କଥା ନୁହେଁ। ଏଣୁ ଏହା ଯେ ପରମାତ୍ମା ପ୍ରାପ୍ତିର ସ୍ୱତନ୍ତ୍ର ନିଶ୍ଚିତ ମାର୍ଗ, ଏଥିରେ କୌଣସି ପ୍ରକାର ସନ୍ଦେହ ନାହିଁ। ଆସକ୍ତି ରହିତ କର୍ମ ଦ୍ୱାରା ଯାହାଙ୍କର ଅନ୍ତଃକରଣ ଶୁଦ୍ଧ ହୋଇଯାଏ, ତାଙ୍କୁ ପରମାତ୍ମା କୃପାରେ ତତ୍ତ୍ୱଜ୍ଞାନ ସ୍ୱତଃ ମିଳିଯାଏ ତଥା କର୍ମଯୋଗନିଷ୍ଠ ମୁନି ତତ୍କାଳ ପରମାତ୍ମାକୁ ପ୍ରାପ୍ତ ହୋଇଯାନ୍ତି। ତେଣୁ ଏଠାରେ ଆସକ୍ତି ରହିତ କର୍ମକୁ ପରମାତ୍ମା ପ୍ରାପ୍ତିର ଦ୍ୱାର ବୋଲି କୁହାଯାଇଛି। ସୃଷ୍ଟି ସଞ୍ଚାଳନକୁ ସୁରକ୍ଷିତ କରି ରଖିବା ପାଇଁ ତଥା ତାହାର ବ୍ୟବସ୍ଥାରେ କୌଣସି ପ୍ରକାର ବାଧା ସୃଷ୍ଟି ନ କରି ସେଥିରେ ସହାୟକ ହେବାକୁ ଲୋକ ସଂଗ୍ରହ କୁହାଯାଏ। ଅର୍ଥାତ୍ ସମସ୍ତ ପ୍ରାଣୀଙ୍କର ଭରଣ ପୋଷଣ ଏବଂ ରକ୍ଷଣ ଦାୟିତ୍ୱ ମନୁଷ୍ୟ ଉପରେ। ତେଣୁ ନିଜର ବର୍ଣ୍ଣ ଆଶ୍ରମ ସ୍ୱଭାବ ଓ ପରିସ୍ଥିତି ଅନୁସାରେ ନିଷ୍ଠାପର ଭାବରେ କର୍ତ୍ତବ୍ୟ କର୍ମ ଆଚରଣ କରି ନିଜର ଆଦର୍ଶ ଦ୍ୱାରା ଅନ୍ୟ ଲୋକଙ୍କୁ ଦୁର୍ଗୁଣ ଦୁରାଚାରରୁ ନିବର୍ତ୍ତାଇ ସ୍ୱଧର୍ମରେ ଲଗାଇ ଦେବାର ନାମ ହିଁ ଲୋକ ସଂଗ୍ରହ। ଏଠାରେ ଅର୍ଜୁନଙ୍କୁ ଲୋକ ସଂଗ୍ରହ ଦୃଷ୍ଟିରୁ କର୍ମ କରିବା ଉଚିତ ବୋଲି କହି ଭଗବାନ ବୁଝାଉଛନ୍ତି ଯେ କଲ୍ୟାଣ ଇଚ୍ଛା କରୁଥିବା ମନୁଷ୍ୟ ପରମେଶ୍ୱର ରୂପକ ପରମାତ୍ମାକୁ ପାଇବା ପାଇଁ ଆସକ୍ତି ରହିତ ହୋଇ କର୍ମ କରିବା ଉଚିତ। ଏହାଛଡ଼ା ଲୋକ କଲ୍ୟାଣ ପାଇଁ ମଧ୍ୟ ମନୁଷ୍ୟ କର୍ମ କରିବା ଉଚିତ। ତେଣୁ ତୁମେ ଲୋକ କଲ୍ୟାଣ ଦୃଷ୍ଟିରୁ ଅର୍ଥାତ୍ ଯଦି ମୁଁ କର୍ମ ନ କରିବି, ତେବେ ମୋରି ଆଦର୍ଶରେ ମୋତେ ଅନୁଗୁଣ କରୁଥିବା ଅନ୍ୟ ଲୋକମାନେ ମଧ୍ୟ ନିଜର କର୍ତ୍ତବ୍ୟ କର୍ମ ତ୍ୟାଗ କରିଦେବେ, ଯାହାଦ୍ୱାରା କି ସୃଷ୍ଟିରେ ବିପ୍ଳବ ହୋଇଯିବ ଏବଂ ସୃଷ୍ଟିର ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଯିବ। ତେଣୁ ସୃଷ୍ଟିର ସୁବ୍ୟବସ୍ଥା ବଜାୟ ରଖିବା ପାଇଁ ମୋତେ ମୋର କର୍ତ୍ତବ୍ୟ ପାଳନ କରିବାକୁ ହେବ। ଏପରି ବିଚାର କରି କର୍ମ କରିବା ଉଚିତ। କର୍ତ୍ତବ୍ୟ କର୍ମ ତ୍ୟାଗ କରିବା ତୁମ ପକ୍ଷରେ କୌଣସି ପ୍ରକାର ଉଚିତ ନୁହେଁ।
ଜ୍ଞାନୀଙ୍କ ପାଇଁ ତାଙ୍କର ନିଜର ବୋଲି କୌଣସି କର୍ତ୍ତବ୍ୟ ନଥାଏ, ତେଣୁ ତାଙ୍କର ସମସ୍ତ କର୍ମ କେବଳ ଲୋକ କଲ୍ୟାଣ ପାଇଁ ହୁଏ। ସାଧକମାନେ ବି ଜ୍ଞାନୀଙ୍କ ଆଦର୍ଶରେ ଲୋକ କଲ୍ୟାଣ କର୍ମ କରିପାରିବେ। ଅବଶ୍ୟ ସେମାନେ ପୂର୍ଣ୍ଣ ରୂପେ କରିପାରିବେ ନାହିଁ, କାରଣ ଯେପର୍ଯ୍ୟନ୍ତ ପୂର୍ଣ୍ଣ ଭାବରେ ଅଜ୍ଞାନ ନିବୃତ୍ତ ନ ହୋଇଛି, ସେ ପର୍ଯ୍ୟନ୍ତ କିଛି ଅଂଶରେ ସ୍ୱାର୍ଥ ରହିଥିବ, ଏବଂ ଯେପର୍ଯ୍ୟନ୍ତ ସ୍ୱାର୍ଥର ଟିକିଏ ସମ୍ବନ୍ଧ ରହିଛି, ସେ ପର୍ଯ୍ୟନ୍ତ ପୂର୍ଣ୍ଣ ଭାବରେ କେବଳ ଲୋକ କଲ୍ୟାଣ ତ କର୍ମ ହୋଇପାରିବ ନାହିଁ। ଜ୍ଞାନୀଙ୍କ ପାଇଁ କର୍ତ୍ତବ୍ୟ ବୋଲି କିଛି ନ ରହିଥିଲେ ମଧ୍ୟ ସେମାନେ ଲୋକ ଦେଖାଣିଆ ଭାବରେ ଜ୍ଞାନୀଙ୍କ ପାଇଁ କିଛି କର୍ତ୍ତବ୍ୟ କର୍ମ ନ ରହିଥିଲେ ମଧ୍ୟ ସେ ଯାହା କିଛି କର୍ମ କରନ୍ତି ତାହା ଲୋକ ଦେଖାଣିଆ ଭାବେ କରନ୍ତି ନାହିଁ, କାରଣ ମନରେ କର୍ମର କୌଣସି ମହତ୍ତ୍ୱ ରଖି କେବଳ ଉପରକୁ ଲୋକମାନଙ୍କ ଆଗରେ ଦେଖାଇବା ପାଇଁ କର୍ମ କରିବା ତ ଏକ ପ୍ରକାର ଦମ୍ଭ, କିନ୍ତୁ ଜ୍ଞାନୀଙ୍କଠାରେ ଦମ୍ଭ ରହିପାରେ ନାହିଁ। ଅତଏବ ସେ ଯାହା କିଛି କରନ୍ତି ତାହା ଲୋକ କଲ୍ୟାଣ ଅତି ଆବଶ୍ୟକ ଓ ମହତ୍ତ୍ୱପୂର୍ଣ୍ଣ ବୋଲି ବୁଝି କରନ୍ତି। ସେଥିରେ ଦେଖାଇ ହେବା ନଥାଏ, ଆସକ୍ତି ନଥାଏ, କାମନା ବା ଅହଙ୍କାର ମଧ୍ୟ ନଥାଏ। ଜ୍ଞାନୀଙ୍କ କର୍ମ କେଉଁ ଭାବରେ ହୁଏ ତାହା ଅନ୍ୟ କେହି ଜାଣିପାରିବେ ନାହିଁ, ତେଣୁ ତାଙ୍କର କର୍ମ ଅତ୍ୟନ୍ତ ଅଲୌକିକ ବୋଲି ସ୍ୱୀକାର କରାଯାଏ। ଶ୍ରେଷ୍ଠ ପୁରୁଷ ଯେଉଁ ଆଚରଣ କରନ୍ତି, ଅନ୍ୟ ପୁରୁଷମାନେ ମଧ୍ୟ ସେହି ଆଚରଣ କରନ୍ତି, ଏବଂ ସେ ଯାହା କିଛି ପ୍ରମାଣ କରିଦିଅନ୍ତି, ସମସ୍ତ ମନୁଷ୍ୟ ତା ଅନୁକରଣ କରନ୍ତି। ଯେ ନିଜର ଉତ୍ତମ ଗୁଣ ଓ ଆଚରଣ ହେତୁ ସଂସାରରେ ଧର୍ମାତ୍ମା ବୋଲି ବିଖ୍ୟାତ ହୋଇଯାନ୍ତି। ଜଗତର ଅଧିକାଂଶ ଲୋକ ଯାହାଙ୍କ ଉପରେ ଶ୍ରଦ୍ଧା ଓ ବିଶ୍ୱାସ ରଖନ୍ତି। ଏଠାରେ ଶ୍ରେଷ୍ଠ ପଦଟି ହେଉଛି ସେହି ପ୍ରସିଦ୍ଧ ମହନୀୟ ମହାତ୍ମାଙ୍କ ଜ୍ଞାନୀର ବାଚକ। ଏ ବାକ୍ୟରେ ଭଗବାନ କହୁଛନ୍ତି, ଉପଯୁକ୍ତ ମହାତ୍ମା ଯଦି ନିଜର ବର୍ଣ୍ଣ ଆଶ୍ରମର ଧର୍ମକୁ ଭଲ ଭାବେ ଅନୁଷ୍ଠାନ କରନ୍ତି, ତେବେ ଅନ୍ୟ ଲୋକେ ମଧ୍ୟ ତାଙ୍କ ଦେଖାଦେଖି ନିଜର ବର୍ଣ୍ଣ ଆଶ୍ରମ ଧର୍ମ ପାଳନ କରିବାରେ ଶ୍ରଦ୍ଧାପୂର୍ବକ ଲାଗି ରହନ୍ତି। ଏହାଦ୍ୱାରା ସୃଷ୍ଟିର ବ୍ୟବସ୍ଥା ସୁଚାରୁ ରୂପେ ଚାଲୁଥାଏ, କୌଣସି ପ୍ରକାର ବାଧା ଉତ୍ପନ୍ନ ହୁଏ ନାହିଁ। କିନ୍ତୁ ଯଦି କିଏ ଧର୍ମାତ୍ମା ଜ୍ଞାନୀ ମହାପୁରୁଷ ନିଜର ବର୍ଣ୍ଣ ଆଶ୍ରମ ଧର୍ମ ତ୍ୟାଗ କରିଦିଅନ୍ତି, ତେବେ ଲୋକମାନଙ୍କ ଉପରେ ମଧ୍ୟ ତାହାର ପ୍ରଭାବ ପଡ଼େ। ସେମାନେ ଭାବନ୍ତି ଯେ ବାସ୍ତବରେ କର୍ମରେ କିଛି ସାର ନାହିଁ। ଯଦି କର୍ମରେ କିଛି ସାର ଥାନ୍ତା, ତେବେ ଏହି ମହାପୁରୁଷ ସେସବୁ କାହିଁକି ଛାଡ଼ି ଦେଇଥାନ୍ତେ? ଏପରି ବୁଝି ସେମାନେ ସେହି ଶ୍ରେଷ୍ଠ ପୁରୁଷଙ୍କ ଦେଖାଦେଖି ନିଜର ବର୍ଣ୍ଣ ଆଶ୍ରମ ପାଇଁ ଥିବା ବିହିତ ନିୟମ ଓ ଧର୍ମ ତ୍ୟାଗ କରିଦିଅନ୍ତି। ଏପରି ହେଲେ ସଂସାରରେ ବଡ଼ ବିଶୃଙ୍ଖଳା ସୃଷ୍ଟି ହୋଇଯାଏ ଏବଂ ସମସ୍ତ ବ୍ୟବସ୍ଥା ଛିନ୍ନ ଭିନ୍ନ ହୋଇଯାଏ। ଅତଏବ ମହାତ୍ମା ପୁରୁଷ ଲୋକ କଲ୍ୟାଣ ପ୍ରତି ଧ୍ୟାନ ରଖି ନିଜର ବର୍ଣ୍ଣ ଆଶ୍ରମ ଅନୁସାରେ ସାବଧାନ ହୋଇ ଯଥାଯୋଗ୍ୟ ସମସ୍ତ କର୍ମର ଅନୁଷ୍ଠାନ କରିଚାଲିବା ଉଚିତ। କର୍ମରେ କୌଣସି ପ୍ରକାର ଅବହେଳା ନ କରିବା ବା କର୍ମ ତ୍ୟାଗ କରିବା ଉଚିତ ନୁହେଁ। ସେ ଯାହା କିଛି ପ୍ରମାଣ କରିଦିଅନ୍ତି, ଲୋକେ ସେହି ଅନୁସାରେ ଆଚରଣ କରନ୍ତି। ଏହାଦ୍ୱାରା ଭଗବାନ ବୁଝାଉଛନ୍ତି ଯେ ଯଦି ଶ୍ରେଷ୍ଠ ପୁରୁଷ ସ୍ୱୟଂ ଆଚରଣ କରି ଲୋକଙ୍କୁ ଶିକ୍ଷା ଦେଇ କୌଣସି କଥା ପ୍ରମାଣ କରିଦିଅନ୍ତି, ଅର୍ଥାତ୍ ଲୋକଙ୍କର ଅନ୍ତଃକରଣରେ ବିଶ୍ୱାସ ଜନ୍ମାଇ ଦିଅନ୍ତି ଯେ ଏହି ଲୋକ ଏହି କର୍ମ ଏହିପରି କରିବା ଉଚିତ ଏବଂ ଏହି କର୍ମ ଏହିପରି କରିବା ଉଚିତ ନୁହେଁ, ତେବେ ତାଙ୍କର କଥା ଅନୁସାରେ ସାଧାରଣ ମନୁଷ୍ୟମାନେ ଚେଷ୍ଟା କରିବାରେ ଲାଗିଯାନ୍ତି। ତେଣୁ ସମ୍ମାନନୀୟ ଶ୍ରେଷ୍ଠଜ୍ଞାନୀ ମହାପୁରୁଷ ସୃଷ୍ଟିର ବ୍ୟବସ୍ଥା ଠିକ୍ ରଖିବା ଉଦ୍ଦେଶ୍ୟରେ ଅତ୍ୟନ୍ତ ସାବଧାନତାପୂର୍ବକ ସ୍ୱୟଂ କର୍ମ କରି ଲୋକଙ୍କୁ ଶିକ୍ଷା ଦେଇ ସେମାନଙ୍କ କର୍ତ୍ତବ୍ୟରେ ନିୟୋଜିତ କରିବା ଉଚିତ ଏବଂ ତାଙ୍କର ଉପଦେଶ ବା ଆଚରଣ ସଂସାରର ବ୍ୟବସ୍ଥାକୁ ସୁରକ୍ଷିତ ରଖୁଥିବା ବର୍ଣ୍ଣାଶ୍ରମ ଧର୍ମରେ ବା ମାନବ ଧର୍ମର ପରମ୍ପରାରେ ଯେପରି ଟିକିଏ ହେଲେ ଆଘାତ ନ ଲଗାଏ, ଅର୍ଥାତ୍ ସେହି କର୍ମରେ ଲୋକଙ୍କର ଶ୍ରଦ୍ଧା ଓ ରୁଚି ଯେପରି କମ୍ ହୋଇନଯାଏ, ସେଥିପ୍ରତି ସେ ପୂର୍ଣ୍ଣ ଧ୍ୟାନ ଦେବା ଆବଶ୍ୟକ। ସଂସାରରେ ସମସ୍ତ ଲୋକଙ୍କ କର୍ତ୍ତବ୍ୟ ଏକାପରି ହୁଏ ନାହିଁ, ତେଣୁ ସମାଜ ଓ ନିଜର ବର୍ଣ୍ଣାଶ୍ରମ ସମୟ ଏବଂ ସ୍ଥିତି ଅନୁସାରେ ଲୋକଙ୍କ କର୍ତ୍ତବ୍ୟ ଭିନ୍ନ ଭିନ୍ନ ହୋଇଥାଏ। ବୃତ୍ତକୃତ ଭାବରେ ସମସ୍ତଙ୍କ କର୍ତ୍ତବ୍ୟକୁ ସ୍ୱୟଂ ଆଚରଣ କରି ଦେଖାଇଦେବା କୌଣସି ଶ୍ରେଷ୍ଠ ମହାପୁରୁଷଙ୍କ ପକ୍ଷରେ ସମ୍ଭବ ନୁହେଁ। ତେଣୁ ସେ ଯେଉଁ ବୈଦିକ ଓ ଲୌକିକ କ୍ରିୟାଗୁଡ଼ିକ ବଚନ ଦ୍ୱାରା ପ୍ରମାଣିତ କରିଦିଅନ୍ତି, ଲୋକେ ସେଗୁଡ଼ିକ ତଦନୁଯାୟୀ ଆଚରଣ କରନ୍ତି। ହେ ଅର୍ଜୁନ, ତିନି ଲୋକରେ ମୋ ପାଇଁ କୌଣସି କର୍ତ୍ତବ୍ୟ କର୍ମ ନାହିଁ। କୌଣସି ପ୍ରାପ୍ତିଯୋଗ୍ୟ ବସ୍ତୁ ମୋତେ ଅପ୍ରାପ୍ତ ନୁହେଁ, ତଥାପି ବି ମୁଁ କର୍ମରେ ଲାଗି ରହିଛି। କୁନ୍ତୀଙ୍କର ଦୁଇଟି ନାମ ଥିଲା ପୃଥା ଏବଂ କୁନ୍ତୀ। ବାଲ୍ୟାବସ୍ଥାରେ ସେ ଯେତେବେଳେ ନିଜର ପିତା ସୁଦର୍ଶନଙ୍କ ନିକଟରେ ରହିଥିଲେ, ସେତେବେଳେ ତାଙ୍କ ନାମ ଥିଲା ପୃଥା ଏବଂ ସେ ଯେତେବେଳେ ରାଜା କୁନ୍ତୀବଜଙ୍କ ଦତ୍ତପୁତ୍ରୀ ହୋଇଗଲେ, ସେତେବେଳେ ତାଙ୍କ ନାମ କୁନ୍ତୀ ହୋଇଗଲା। ମାତାଙ୍କ ନାମର ସମ୍ବନ୍ଧ ରହିଥିବାରୁ ଅର୍ଜୁନଙ୍କୁ ପାର୍ଥ ଓ କୌନ୍ତେୟ ବୋଲି କୁହାଯାଏ। ଏଠାରେ ଭଗବାନ ଅର୍ଜୁନଙ୍କୁ କର୍ମରେ ପ୍ରବୃତ୍ତ କରିବା ପାଇଁ ପରମ ସ୍ନେହ ଓ ଆତ୍ମୀୟତାପୂର୍ବକ ପାର୍ଥ ନାମରେ ସମ୍ବୋଧନ କରି କହୁଛନ୍ତି, ହେ ମୋର ପ୍ରିୟ ଭାଇ, ମୁଁ ତୁମକୁ ଏପରି କିଛି କଥା କହୁନାହିଁ ଯାହା କୌଣସି ଅଂଶରେ ମଧ୍ୟ ନିମ୍ନ ଶ୍ରେଣୀର ଅଟେ। ତୁମେ ମୋର ନିଜର ଭାଇ। ମୁଁ ତୁମକୁ ଯାହା କହୁଛି ତାହା ମୁଁ ସ୍ୱୟଂ କରୁଛି ଏବଂ ତୁମ ପାଇଁ ଯାହା ପରମ ଶ୍ରେୟସ୍କର ତାହା ହିଁ ମୁଁ କହୁଛି। ଏହାଦ୍ୱାରା ଭଗବାନ ଦେଖାଦେଇଛନ୍ତି, ମନୁଷ୍ୟର ସମ୍ବନ୍ଧ କେବଳ ଏହି ଲୋକ ସହିତ ଥାଏ। ତେଣୁ ଧର୍ମ, ଅର୍ଥ, କାମ, ମୋକ୍ଷ ଏହି ଚାରି ପୁରୁଷାର୍ଥ ସିଦ୍ଧି ନିମିତ୍ତ ତା'ର କର୍ତ୍ତବ୍ୟ ବିଧାନ ଏହି ଲୋକରେ ହୁଏ। କିନ୍ତୁ ମୁଁ ସାଧାରଣ ମନୁଷ୍ୟ ନୁହେଁ, ମୁଁ ହେଉଛି ସମସ୍ତଙ୍କ କର୍ତ୍ତବ୍ୟ ବିଧାନ କରୁଥିବା ସାକ୍ଷାତ ପରମେଶ୍ୱର। ତେଣୁ ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ ଏହି ତିନି ଲୋକରେ ମୁଁ ସର୍ବଦା ଅବସ୍ଥିତ। ମୋ ପାଇଁ କୌଣସି ଲୋକର କୌଣସି କର୍ତ୍ତବ୍ୟ କରିବାକୁ ବାକି ନାହିଁ। ଏହାଦ୍ୱାରା ଭଗବାନ ସ୍ପଷ୍ଟ କରିଦେଉଛନ୍ତି ଯେ ଇହଲୋକ କଥା କ'ଣ କହିବା, ତିନି ଲୋକରେ କେଉଁଠାରେ ମଧ୍ୟ ଏପରି କୌଣସି ପ୍ରାପ୍ତିଯୋଗ୍ୟ ବସ୍ତୁ ନାହିଁ ଯାହାକି ମୋ ପାଖରେ ନାହିଁ, କାରଣ ମୁଁ ସର୍ବେଶ୍ୱର, ପୂର୍ଣ୍ଣ କାମ ଏବଂ ସମସ୍ତଙ୍କର ସୃଷ୍ଟିକର୍ତ୍ତା।
ମୋର କୌଣସି ବସ୍ତୁ ଆବଶ୍ୟକ ନୁହେଁ ଏବଂ ମୋ ପାଇଁ କୌଣସି କର୍ତ୍ତବ୍ୟ ବାକି ନାହିଁ। ତଥାପି ଲୋକ କଲ୍ୟାଣ ପାଇଁ ମୁଁ ସମସ୍ତଙ୍କ ଉପରେ ଦୟାକରି କର୍ମରେ ଲାଗି ରହିଛି, କର୍ମ ତ୍ୟାଗ କରୁନାହିଁ। ତେଣୁ ମୋର ଭୋଗରେ ଆସକ୍ତି ନାହିଁ ଏବଂ କର୍ମ କରି ତା'ର ଫଳସ୍ୱରୂପ କୌଣସି ବସ୍ତୁ ପାଇବାର ଆବଶ୍ୟକତା ମଧ୍ୟ ନାହିଁ। ଏପରି ଅବସ୍ଥାରେ ମୁଁ କାହିଁକି କର୍ମ କରିବି? କିମ୍ବା ମୁଁ ତ ପରମପଦ ପାଇସାରିଛି, ତେଣୁ ମୁଁ କର୍ମ କରିବା ଆବଶ୍ୟକ କ'ଣ? ଏପରି ଭାବି କର୍ମ ତ୍ୟାଗ କରିଦେବା ଉଚିତ ନୁହେଁ, କାରଣ ଅନ୍ୟ କୌଣସି କାରଣରୁ କର୍ମ କରିବାର ଆବଶ୍ୟକତା ନଥିଲେ ମଧ୍ୟ ଲୋକ କଲ୍ୟାଣ ଦୃଷ୍ଟିରୁ ମନୁଷ୍ୟ କର୍ମ କରିବା ଉଚିତ। କାରଣ ହେ ପାର୍ଥ, ଯଦି ମୁଁ କଦାଚିତ୍ ସାବଧାନ ହୋଇ କର୍ମରେ ଲାଗି ନ ରହେ, ତେବେ ବଡ଼ କ୍ଷତି ହୋଇଯିବ, କାରଣ ମନୁଷ୍ୟମାନେ ସବୁ ଦିଗରୁ ମୋରି ମାର୍ଗ ଅନୁସରଣ କରନ୍ତି। ଭଗବାନ କହିଛନ୍ତି, ମୋ ପାଇଁ କର୍ତ୍ତବ୍ୟ ବୋଲି କିଛି ନଥିଲେ ମଧ୍ୟ ମୁଁ କର୍ମ କରୁଛି। ଏହାପରେ ପ୍ରଶ୍ନ ହୁଏ, ଯଦି ଆପଣଙ୍କର କର୍ତ୍ତବ୍ୟ ବୋଲି କିଛି ନାହିଁ, ତେବେ ଆପଣ କର୍ମ କରୁଛନ୍ତି କାହିଁକି? ଏହି ଦୁଇ ଶ୍ଲୋକରେ ଭଗବାନ ନିଜର କର୍ମ କରିବାର କାରଣ କହିଦେଇଛନ୍ତି। ଭଗବାନ କହିଛନ୍ତି ଯେ ମୁଁ ଧର୍ମ ସ୍ଥାପନ ପାଇଁ ଅବତାର ଗ୍ରହଣ କରେ। ତେଣୁ ମୁଁ ଯଦି କେବେ ସାବଧାନପୂର୍ବକ ସାଙ୍ଗପାଙ୍ଗ ସମସ୍ତ କର୍ମ ଅନୁଷ୍ଠାନ ନ କରିବି ବା ତା ପ୍ରତି ଅବହେଳା ପ୍ରଦର୍ଶନ କରିବି, ତାହା ସମ୍ଭବ ନୁହେଁ। ତଥାପି ମୁଁ କର୍ମ କରିବାର କାରଣ ବୁଝାଇବା ପାଇଁ ଏତିକି କହିପାରେ ଯେ, ଯଦି ମୁଁ କେବେ ସାବଧାନ ହୋଇ କର୍ମ ନ କରେ, ତେବେ ବହୁ କ୍ଷତି ହୋଇଯିବ, କାରଣ ସମସ୍ତ ଜଗତର କର୍ତ୍ତା, ହର୍ତ୍ତା, ସଞ୍ଚାଳକ ଏବଂ ମର୍ଯ୍ୟାଦା ପୁରୁଷୋତ୍ତମ ହୋଇ ମଧ୍ୟ ମୁଁ ଯଦି ଅସାବଧାନ ହୋଇଯାଏ, ତେବେ ସୃଷ୍ଟି ଚକ୍ରରେ ବିଶୃଙ୍ଖଳା ବ୍ୟାପିଯିବ। ଏହାଦ୍ୱାରା ଭଗବାନ ସୂଚାଉଛନ୍ତି, ବହୁ ଲୋକ ମୋତେ ଅତ୍ୟନ୍ତ ଶକ୍ତିଶାଳୀ ଶ୍ରେଷ୍ଠ ବୋଲି ବୁଝନ୍ତି ଏବଂ ବହୁ ଲୋକେ ମୋତେ ମର୍ଯ୍ୟାଦା ପୁରୁଷୋତ୍ତମ ବୋଲି ସ୍ୱୀକାର କରନ୍ତି। ତେଣୁ ଯେଉଁ କାମକୁ ମୁଁ ଯେଉଁପରି କରେ, ଅନ୍ୟ ଲୋକମାନେ ମଧ୍ୟ ମୋ ଦେଖାଦେଖି ତାହା ସେହିପରି କରନ୍ତି, ଅର୍ଥାତ୍ ମୋତେ ଅନୁସରଣ କରନ୍ତି। ଏପରି ସ୍ଥିତିରେ ଯଦି ମୁଁ କର୍ତ୍ତବ୍ୟ କର୍ମରେ ଅବହେଳା କରେ, ତେବେ ସାବଧାନ ହୋଇ ବିଧିପୂର୍ବକ ନ କରେ, ତେବେ ଲୋକେ ମଧ୍ୟ ସେହିପରି କରିବାରେ ଲାଗିଯିବେ ଏବଂ ଏପରି କରି ସ୍ୱାର୍ଥ ଓ ପରମାର୍ଥ ଉଭୟରୁ ବଞ୍ଚିତ ହୋଇ ରହିଯିବେ। ଅତଏବ ଲୋକମାନଙ୍କୁ କର୍ମ କରିବାର ରୀତି ଶିଖାଇବା ପାଇଁ ମୁଁ ସମସ୍ତ କର୍ମ ଅତ୍ୟନ୍ତ ସାବଧାନ ହୋଇ ବିଧିପୂର୍ବକ ପାଳନ କରୁଛି, କେବେ ବି କୌଣସିଠାରେ ସାମାନ୍ୟ ମାତ୍ର ଅସାବଧାନ ହେଉନାହିଁ। ତେଣୁ ଯଦି ମୁଁ କର୍ତ୍ତବ୍ୟ କର୍ମ ନ କରିବି, ତେବେ ସମସ୍ତ ମନୁଷ୍ୟ ନଷ୍ଟଭ୍ରଷ୍ଟ ହୋଇଯିବେ ଏବଂ ମୁଁ ସଂକରତାର କର୍ତ୍ତା ହୋଇଯିବି ତଥା ସମସ୍ତ ପ୍ରଜାଙ୍କୁ ନଷ୍ଟ କରିବାର କାରଣ ହୋଇଯିବି। ଯଦି ମୁଁ ସାବଧାନ ହୋଇ କର୍ମ ନ କରିବି, ଏ ବାକ୍ୟାଂଶରେ ସାବଧାନତା ବିଧିପୂର୍ବକ କର୍ମ ନ କଲେ ତା ଦ୍ୱାରା ହେଉଥିବା କ୍ଷତିର ନିରୂପଣ କରାଯାଇଛି ଏବଂ ଏ ଶ୍ଲୋକରେ ଯଦି ମୁଁ କର୍ମ ନ କରେ, ଏ ବାକ୍ୟାଂଶରେ କର୍ମ ନ କଲେ ବା ତାହା ତ୍ୟାଗ କରିଦେଲେ ତା ଦ୍ୱାରା ହେଉଥିବା କ୍ଷତି କଥା କୁହାଯାଇଛି। ତେଣୁ ଏହା ପୁନରୁକ୍ତି ନୁହେଁ, ଦୁଇ ଶ୍ଲୋକରେ ଅଲଗା ଅଲଗା କଥା କୁହାଯାଇଛି। ଏହାଦ୍ୱାରା ଭଗବାନ କହୁଛନ୍ତି ଯେ, ଯଦି ମୁଁ କର୍ତ୍ତବ୍ୟ କର୍ମ ତ୍ୟାଗ କରିଦିଏ, ତେବେ ସେହି ଶାସ୍ତ୍ରବିହିତ କର୍ମମାନଙ୍କୁ ବ୍ୟର୍ଥ ବୋଲି ବୁଝି ଅନ୍ୟ ଲୋକମାନେ ମଧ୍ୟ ମୋ ଦେଖାଦେଖି ସେସବୁ ପରିତ୍ୟାଗ କରିଦେବେ ଏବଂ ରାଗଦ୍ୱେଷରେ ବଶ ହୋଇ ଏବଂ ପ୍ରକୃତିର ପ୍ରବାହରେ ପଡ଼ି ମନମୁଖୀ ଆଚରଣ କରିବେ, ମନମୁଖୀ ନୀଚ କର୍ମ କରିବାରେ ଲାଗିଯିବେ। ଜଣେ ଅନ୍ୟର ଅନୁକରଣ କରି ସମସ୍ତେ ସ୍ୱାର୍ଥପରାୟଣ ଓ ଭ୍ରଷ୍ଟାଚାରୀ ଉତ୍ସୃଙ୍ଖଳ ହୋଇଯିବେ। ତା ଫଳରେ ସାଂସାରିକ ଭୋଗରେ ଆସକ୍ତ ହୋଇ ନିଜ ସ୍ୱାର୍ଥସିଦ୍ଧି ପାଇଁ ଜଣେ ଅନ୍ୟର କ୍ଷତିକୁ ଲକ୍ଷ୍ୟ ନ କରି ଅନ୍ୟାୟପୂର୍ବକ ଶାସ୍ତ୍ର ବିରୁଦ୍ଧ ଲୋକହାନିକାରକ ପାପ କର୍ମ କରିବାରେ ଲାଗିଯିବେ। ଏହାର ଫଳସ୍ୱରୂପ ସେମାନଙ୍କ ମନୁଷ୍ୟ ଜନ୍ମ ନଷ୍ଟଭ୍ରଷ୍ଟ ହୋଇଯିବ ଏବଂ ମରିବା ପରେ ସେମାନଙ୍କୁ ନୀଚ ଯୋନିରେ ବା ନରକରେ ପଡ଼ିବାକୁ ହେବ। ବର୍ଣ୍ଣ, ଆଶ୍ରମ, ଜାତି, ସମାଜ, ସ୍ୱଭାବ, ଦେଶ, କାଳ, ରାଷ୍ଟ୍ର ଏବଂ ପରିସ୍ଥିତି ଅନୁସାରେ ସବୁ ମନୁଷ୍ୟଙ୍କର ନିଜ ନିଜର ପୃଥକ ପୃଥକ ପାଳନୀୟ ଧର୍ମ ରହିଛି। ଶାସ୍ତ୍ରବିଧି ତ୍ୟାଗ କରିଦେଲେ, ନିୟମପୂର୍ବକ ନିଜ ନିଜ ଧର୍ମ ପାଳନ ନ କଲେ ସମସ୍ତ ବ୍ୟବସ୍ଥା ବିଶୃଙ୍ଖଳ ହୋଇଯାଏ ଏବଂ ସମସ୍ତଙ୍କ ଧର୍ମରେ ସଂକରତା ଆସିଯାଏ, ଅର୍ଥାତ୍ ସବୁଥିରେ ଅପମିଶ୍ରଣ ହୋଇଯାଏ। ତା ଫଳରେ ଲୋକେ ନିଜ ନିଜ କର୍ତ୍ତବ୍ୟରୁ ଭ୍ରଷ୍ଟ ହୋଇ ନିମ୍ନ ସ୍ଥିତିରେ ପହଞ୍ଚିଯାନ୍ତି, ଯାହାଦ୍ୱାରା କି ସେମାନଙ୍କର ଧର୍ମ, କର୍ମ ଓ ଜାତି ନାଶ ହୋଇ ପ୍ରାୟ ମନୁଷ୍ୟତ୍ୱ ମଧ୍ୟ ନଷ୍ଟ ହୋଇଯାଏ। ଏଣୁ ଭଗବାନ ଏଠାରେ କହୁଛନ୍ତି ଯେ, ଯଦି ମୁଁ ଶାସ୍ତ୍ରବିହିତ କର୍ତ୍ତବ୍ୟ କର୍ମ ତ୍ୟାଗ କରିଦେବି, ତେବେ ପରିଣାମ ସ୍ୱତଃ ନିଜର ଆଦର୍ଶ ଦ୍ୱାରା ଲୋକମାନଙ୍କୁ ଶାସ୍ତ୍ର କର୍ମ ତ୍ୟାଗ କରାଇ ଦେଇ ସେମାନଙ୍କ ଭିତରେ ଧର୍ମନାଶକ ସଂକରତା ଉତ୍ପନ୍ନ କରିବାରେ ମୁଁ ହିଁ କାରଣ ହୋଇଯିବି। ଯେତେବେଳେ କର୍ତ୍ତବ୍ୟ ଭ୍ରଷ୍ଟ ହୋଇଯିବାରୁ ଲୋକମାନଙ୍କଠାରେ ସବୁ ପ୍ରକାର ସଂକରତା ବ୍ୟାପିଯାଏ, ସେତେବେଳେ ଲୋକେ ଭୋଗପରାୟଣ, ସ୍ୱାର୍ଥାନ୍ଧ ହୋଇ ଭିନ୍ନ ଭିନ୍ନ ଉପାୟରେ ଜଣେ ଅନ୍ୟ ଜଣଙ୍କୁ ବିନାଶ କରିବାରେ ଲାଗିଯାନ୍ତି ଏବଂ ନିଜର ଅତ୍ୟନ୍ତ କ୍ଷୁଦ୍ର ଏବଂ କ୍ଷଣିକ ସୁଖ ଉପଭୋଗ ପାଇଁ ଅନ୍ୟକୁ ବିନାଶ କରିବାକୁ ବି ଟିକିଏ ହେଲେ ସଂକୋଚ କରନ୍ତି ନାହିଁ। ଏହିପରି ଅତ୍ୟାଚାର ବଢ଼ିଯିବା ପରେ ତା ସହିତ ନୂଆ ନୂଆ ଦୈବୀ ବିପତ୍ତିମାନ ମଧ୍ୟ ଆସି ପହଞ୍ଚିଯାଏ ଏବଂ ତା ଫଳରେ ସମସ୍ତ ପ୍ରାଣୀଙ୍କ ପାଇଁ ଆବଶ୍ୟକ ହେଉଥିବା ଖାଦ୍ୟପେୟ ଓ ଜୀବନଧାରଣ ବ୍ୟବସ୍ଥା ପ୍ରାୟ ନଷ୍ଟ ହୋଇଯାଏ। ଚତୁର୍ଦିଗରେ ମହାମାରୀ, ଅନାବୃଷ୍ଟି, ଜଳପ୍ରଳୟ, ଅକାଳ ଅଗ୍ନିକୋପ, ଭୂକମ୍ପ ଓ ଉଲ୍କାପାତ ଆଦି ଉତ୍ପାତ ହେବାକୁ ଲାଗେ। ଏହାଦ୍ୱାରା ପ୍ରଜାମାନେ ବିନାଶ ଲାଭ କରନ୍ତି। ତେଣୁ ଭଗବାନ ମୁଁ ସମସ୍ତ ପ୍ରଜାଙ୍କୁ ନଷ୍ଟ କରିବାର କାରଣ ହୋଇଛି ବୋଲି ଦର୍ଶାଇ କହୁଛନ୍ତି ଯେ, ଯଦି ମୁଁ ଶାସ୍ତ୍ରବିହିତ କର୍ତ୍ତବ୍ୟ କର୍ମ ତ୍ୟାଗ କରିଦେବି, ତେବେ ମୁଁ ଉପଯୁକ୍ତ ପ୍ରକାରେ ଲୋକମାନଙ୍କୁ ଉତ୍ସୃଙ୍ଖଳ କରାଇ ସମସ୍ତ ପ୍ରଜାଙ୍କୁ ନାଶ କରିବାରେ ନିମିତ୍ତ ହୋଇଯିବି। ହେ ଭାରତ, କର୍ମରେ ଆସକ୍ତ ହୋଇଥିବା ଅଜ୍ଞାନୀମାନେ ଯେପରି କର୍ମ କରନ୍ତି, ଆସକ୍ତି ରହିତ ବିଦ୍ୱାନ ମଧ୍ୟ ଲୋକ କଲ୍ୟାଣ କରିବାକୁ ଇଚ୍ଛୁକ ହୋଇ ସେପରି କର୍ମ କରିବା ଉଚିତ। ଭଗବାନ ଏଠାରେ କହୁଛନ୍ତି ଯେ,
ଶାସ୍ତ୍ରରେ ଶାସ୍ତ୍ରବିହିତ କର୍ମରେ ଏବଂ ତାହାର ଫଳରେ ଶ୍ରଦ୍ଧା ପ୍ରେମ ଓ ଆସକ୍ତି ରଖୁଥିବା ତଥା ଶାସ୍ତ୍ରବିହିତ କର୍ମକୁ ବିଧିପୂର୍ବକ ନିଜ ନିଜ ଅଧିକାର ଅନୁସାରେ ଅନୁଷ୍ଠାନ କରୁଥିବା ସକାମ କର୍ମଠ ମନୁଷ୍ୟମାନଙ୍କ ବାଚକ। ଏମାନଙ୍କ ଭିତରେ କର୍ମ ବିଷୟକ ଆସକ୍ତି ରହିଥିବାରୁ ଏମାନେ କଲ୍ୟାଣ ସାଧନ କରୁଥିବା ଶୁଦ୍ଧ ସାତ୍ତ୍ୱିକ କର୍ମଯୋଗୀ ପୁରୁଷଙ୍କ ଶ୍ରେଣୀରେ ଆସିପାରିବେ ନାହିଁ। ପୁଣି ଏମାନେ ଶ୍ରଦ୍ଧାପୂର୍ବକ ଶାସ୍ତ୍ରବିହିତ କର୍ମ ଆଚରଣ କରୁଥିବାରୁ ଏମାନଙ୍କୁ ଆସୁରୀ ରାକ୍ଷସ ଏବଂ ମୋହିନୀ ପ୍ରକୃତିଯୁକ୍ତ ପାପାଚାରୀ ତାମସ ବୋଲି ମଧ୍ୟ ସ୍ୱୀକାର କରାଯାଇପାରିବ ନାହିଁ। ଅତଏବ ଏହି ଲୋକମାନଙ୍କୁ ସତ୍ୱଗୁଣ ମିଶ୍ରିତ ରାଜସ୍ୱଭାବଯୁକ୍ତ ମନୁଷ୍ୟଙ୍କ ଶ୍ରେଣୀରେ ବୋଲି ବୁଝିବା ଉଚିତ। ଏମାନଙ୍କ ବର୍ଣ୍ଣନା ଦ୍ୱିତୀୟ ଅଧ୍ୟାୟର 42 ଠାରୁ 44 ପର୍ଯ୍ୟନ୍ତ କରାଯାଇଛି। ସ୍ୱାଭାବିକ ସ୍ନେହ ଓ ଆସକ୍ତି ହେତୁ ତଥା ଭବିଷ୍ୟତରେ ତାଦ୍ୱାରା ସୁଖ ମିଳିବାର ଆଶା ଥିବାରୁ ମାତା ଯେପରି ନିଜ ପୁତ୍ରକୁ ବାସ୍ତବ ଶାରୀରିକ ସ୍ନେହ ଉତ୍ସାହ ଓ ତତ୍ପରତାର ସହିତ ଲାଳନ କରେ ସେହିପରି ଅନ୍ୟ କେହି କରିପାରିବ ନାହିଁ। ସେହିପରି ଯେଉଁ ମନୁଷ୍ୟର କର୍ମରୁ ସେଥିରୁ ମିଳିଥିବା ଭୋଗର ସ୍ୱାଭାବିକ ଆସକ୍ତି ଥାଏ ଏବଂ ତାହା ବିଧାନ କରୁଥିବା ଶାସ୍ତ୍ରରେ ଯାହାଙ୍କର ବିଶ୍ୱାସ ଥାଏ, ସେ ଯେପରି ପ୍ରକୃତ ମନପ୍ରାଣ ଦେଇ ଶ୍ରଦ୍ଧା ବିଧିପୂର୍ବକ ଶାସ୍ତ୍ରବିହିତ କର୍ମ ସାଙ୍ଗପାଙ୍ଗ କରନ୍ତି, ଯାହାଙ୍କର ଶାସ୍ତ୍ରର ଶ୍ରଦ୍ଧା ଓ ଶାସ୍ତ୍ରବିହିତ କର୍ମର ପ୍ରବୃତ୍ତି ନଥାଏ, ସେ ମନୁଷ୍ୟ ସେହିପରି କରିପାରେ ନାହିଁ। ତେଣୁ ଭଗବାନ ଦେଖାଇଛନ୍ତି ଯେ ଅହତ ମମତ୍ୱ ଆସକ୍ତି ଓ କାମନା ସର୍ବଦା ଶୂନ୍ୟ ହେଲେ ମଧ୍ୟ ଜ୍ଞାନୀ ମହାତ୍ମାମାନେ କେବଳ ଲୋକ କଲ୍ୟାଣ ନିମନ୍ତେ କର୍ମାସକ୍ତ ମନୁଷ୍ୟଙ୍କ ଉପରେ ଶାସ୍ତ୍ରବିହିତ କର୍ମ ବିଧିପୂର୍ବକ ସାଙ୍ଗପାଙ୍ଗ ଅନୁଷ୍ଠାନ କରିବା ଉଚିତ। ଏହାର ଅର୍ଥ କେବଳ ଶାସ୍ତ୍ରଜ୍ଞାତ ବୋଲି ପୂର୍ଣ୍ଣ ସ୍ୱୀକାର କରିବ ନାହିଁ, କାରଣ କେବଳ ଶାସ୍ତ୍ରଜ୍ଞାନ ହୋଇଗଲେ କୌଣସି ମନୁଷ୍ୟ ଆସକ୍ତିରହିତ ହୋଇପାରିବ ନାହିଁ। ଲୋକସଂଗ୍ରହ ପଦ ଦ୍ୱାରା ସିଦ୍ଧ ହେଲା ଯେ ଜ୍ଞାନୀମାନଙ୍କ ଠାରେ ମଧ୍ୟ ଇଚ୍ଛା ରହେ। ହଁ ରହେ, କିନ୍ତୁ ଏହା ଅତ୍ୟନ୍ତ ଅଲୌକିକ ହୁଏ। ସର୍ବଦା ଇଚ୍ଛାରହିତ ପୁରୁଷଙ୍କ ଠାରେ ହେଉଥିବା ଇଚ୍ଛାର ସ୍ୱରୂପ ଯେ କ'ଣ ତା ବୁଝାଇ ଦିଆଯାଇ ନପାରେ। ଏତିକି ମାତ୍ର କୁହାଯାଇପାରେ ଯେ ତାଙ୍କର ଏହି ଇଚ୍ଛା ସାଧାରଣ ମନୁଷ୍ୟମାନଙ୍କୁ କର୍ମତତ୍ପର କରି ରଖିବାର କଥନ ମାତ୍ର ହୋଇଥାଏ। ଏପରି ଇଚ୍ଛା ଭଗବାନଙ୍କ ଠାରେ ମଧ୍ୟ ରହେ। ବାସ୍ତବରେ ଏହି ଇଚ୍ଛା ନୁହେଁ। ଅତଏବ ଏଠାରେ ଲୋକସଂଗ୍ରହ ବିକୃଷ୍ଣ ଦ୍ୱାରା ଏହି ଭାବ ଗ୍ରହଣ କରିବା ଉଚିତ ଯେ କେବେ ତାଙ୍କର ଦେଖାଦେଖି ଅନ୍ୟ ଲୋକେ ଯେପରି ନିଜର କର୍ତ୍ତବ୍ୟକର୍ମ ତ୍ୟାଗ କରି ନଷ୍ଟଭ୍ରଷ୍ଟ ନ ହୁଅନ୍ତୁ, ସେହି ଦୃଷ୍ଟିରୁ ଜ୍ଞାନୀଙ୍କ ଦ୍ୱାରା କେବଳ ଲୋକହିତାର୍ଥର ଉଚିତ ଚେଷ୍ଟା ହେଉଥାଏ। ସିଦ୍ଧାନ୍ତ ତାଙ୍କର କର୍ମରେ ଏହା ଭିନ୍ନ ଅନ୍ୟ କୌଣସି ଉଦ୍ଦେଶ୍ୟ ନଥାଏ। ପରମାତ୍ମା ସ୍ୱରୂପର ଅଟଳ ଭାବେ ସ୍ଥିତ ଜ୍ଞାନୀ ପୁରୁଷ ଶାସ୍ତ୍ରବିହିତ କର୍ମରେ ଆସକ୍ତିଯୁକ୍ତ ଅଜ୍ଞାନୀମାନଙ୍କ ଦୃଷ୍ଟିରେ ଭ୍ରମ ଅର୍ଥାତ୍ କର୍ମରେ ଅଶ୍ରଦ୍ଧା ଉତ୍ପନ୍ନ କରିବା ଉଚିତ ନୁହେଁ। ବରଂ ସ୍ୱୟଂ ଶାସ୍ତ୍ରବିହିତ ସମସ୍ତ କର୍ମ ଭଲ ଭାବେ ଆଚରଣ କରି ସେମାନଙ୍କ ଦ୍ୱାରା ମଧ୍ୟ ସେହିପରି ଆଚରଣ କରିବା ଉଚିତ। ଆସକ୍ତିପ୍ରବଣ ହୋଇ ଶାସ୍ତ୍ରବିହିତ କର୍ମ କରୁଥିବା ଅଜ୍ଞାନୀମାନଙ୍କ ବୁଦ୍ଧିରେ ଭ୍ରମ ଉତ୍ପନ୍ନ ନ କରିବାକୁ କହିବାର ଅଭିପ୍ରାୟ କ'ଣ? ଏପରି ମନୁଷ୍ୟମାନଙ୍କୁ କ'ଣ ତତ୍ତ୍ୱଜ୍ଞାନ ଓ କର୍ମଯୋଗ ବିଷୟକୁ ଉପଦେଶ ଦେବା ଉଚିତ ନୁହେଁ? ଉତ୍ତର, କାହାରି ବୁଦ୍ଧିରେ ସଂଶୟ ଉତ୍ପନ୍ନ କରିବାକୁ ହିଁ ବୁଦ୍ଧିରେ ଭ୍ରମ ଉତ୍ପନ୍ନ କରିବା ବୋଲି କୁହାଯାଏ। ଅତଏବ କର୍ମ ବିଧାୟକ ଶାସ୍ତ୍ରରେ ଏବଂ ଅଦୃଷ୍ଟଭୋଗର କର୍ମାସକ୍ତ ମନୁଷ୍ୟମାନଙ୍କର ଯେଉଁ ଆସ୍ତିକ ବୁଦ୍ଧି ଥାଏ, ସେ ବୁଦ୍ଧିକୁ ବିଚଳିତ କରି ସେମାନଙ୍କ ମନରେ କର୍ମ ଓ ଶାସ୍ତ୍ର ପ୍ରତି ଅଶ୍ରଦ୍ଧା ଉତ୍ପନ୍ନ କରିଦେବା ହିଁ ସେମାନଙ୍କ ବୁଦ୍ଧିରେ ଭ୍ରମ ଉତ୍ପନ୍ନ କରାଇଦେବା। ତେଣୁ ଏଠାରେ ଭଗବାନ ଜ୍ଞାନୀଙ୍କୁ କର୍ମାସକ୍ତ ଅଜ୍ଞାନୀମାନଙ୍କ ବୁଦ୍ଧିରେ ଭ୍ରମ ଉତ୍ପନ୍ନ ନ କରିବାକୁ କହି ଦେଖାଇଛନ୍ତି ଯେ ସେ ମନୁଷ୍ୟମାନଙ୍କୁ ନିଷ୍କାମ କର୍ମ ତତ୍ତ୍ୱଜ୍ଞାନ ଉପଦେଶ ଦେବା ସମୟରେ ଜ୍ଞାନୀ ସ୍ମରଣ ରଖିବା ଉଚିତ ଯେ ତାଙ୍କର କୌଣସି ଆଚାର ବ୍ୟବହାର ଉପଦେଶ ଦ୍ୱାରା ଯେପରି ସେମାନଙ୍କ ଅନ୍ତଃକରଣରେ କର୍ତ୍ତବ୍ୟକର୍ମ ପ୍ରତି ବା ଶାସ୍ତ୍ରାଦି ପ୍ରତି କୌଣସି ପ୍ରକାର ଅଶ୍ରଦ୍ଧା ବା ସଂଶୟ ଉତ୍ପନ୍ନ ନ ହୁଏ। କାରଣ ଏପରି ହୋଇଗଲେ ସେମାନେ ଯାହା କିଛି ଶାସ୍ତ୍ରବିହିତ କର୍ମ ଶ୍ରଦ୍ଧାପୂର୍ବକ ସକାମ ଭାବରେ ଅନୁଷ୍ଠାନ କରୁଛନ୍ତି, ତାହାକୁ ମଧ୍ୟ ଜ୍ଞାନ ବା ନିଷ୍କାମ ଭାବ ନାମରେ ପରିତ୍ୟାଗ କରିଦେବେ। ତେଣୁ ସେମାନଙ୍କର ଉନ୍ନତି ହେବା ପରିବର୍ତ୍ତେ ବର୍ତ୍ତମାନ ସ୍ଥିତିରେ ମଧ୍ୟ ପତନ ହୋଇଯିବ। ଅତଏବ ଭଗବାନ କହିବାର ଅର୍ଥ ଏହା ନୁହେଁ ଯେ ଅଜ୍ଞାନୀମାନଙ୍କୁ ତତ୍ତ୍ୱଜ୍ଞାନ ଉପଦେଶ ଦେବା ଉଚିତ ନୁହେଁ ବା ନିଷ୍କାମ ଭାବରେ ତତ୍ତ୍ୱ ବୁଝାଇବା ଉଚିତ ନୁହେଁ। ଭଗବାନ ଏଠାରେ କହୁଛନ୍ତି ଅଜ୍ଞାନୀମାନଙ୍କ ମନରେ ଏପରି ଭାବ ଉତ୍ପନ୍ନ କରାଇଦେବା ଉଚିତ ନୁହେଁ ଯାହାଦ୍ୱାରା କି ସେମାନେ ବୁଝିବେ ତତ୍ତ୍ୱଜ୍ଞାନ ପ୍ରାପ୍ତି ପାଇଁ ବା ତତ୍ତ୍ୱଜ୍ଞାନ ପ୍ରାପ୍ତ ହେବା ପରେ କର୍ମ କରିବା ଆବଶ୍ୟକ। ଆହୁରି ମଧ୍ୟ ଏପରି ଭାବ ଉତ୍ପନ୍ନ କରିବା ଉଚିତ ନୁହେଁ ଯେ ଫଳରେ ଇଚ୍ଛା ନଥିଲେ କର୍ମ କରିବା ଆବଶ୍ୟକ ନୁହେଁ। ଏବଂ ଏପରି ଭ୍ରମ ସେମାନଙ୍କ ମନରେ ରହିବାକୁ ଦେବା ଉଚିତ ନୁହେଁ ଯେ ଫଳାସକ୍ତିପୂର୍ବକ ସକାମ ଭାବରେ କର୍ମ କରି ସ୍ୱର୍ଗ ପ୍ରାପ୍ତି କରିନେବା ହିଁ ସବୁଠାରୁ ବଡ଼ ପୁରୁଷାର୍ଥ। ଏହାଠାରୁ ବଡ଼ ହୋଇ ମନୁଷ୍ୟର ଆଉ କୌଣସି କର୍ତ୍ତବ୍ୟ ନାହିଁ। ବରଂ ନିଜର ଆଚରଣ ଓ ଉପଦେଶ ଦ୍ୱାରା ସେମାନଙ୍କ ଅନ୍ତଃକରଣରେ ଥିବା ଆସକ୍ତି ଓ କାମନା ଦୂର କରି ସେମାନଙ୍କୁ ପୂର୍ବ ପରି ଶ୍ରଦ୍ଧାପୂର୍ବକ କର୍ମରେ ଲଗାଇବା ଉଚିତ। କର୍ମାସକ୍ତ ଅଜ୍ଞାନୀମାନେ ତ ପ୍ରଥମରୁ କର୍ମରେ ଲାଗି ରହିଥାନ୍ତି। ପୁଣି ଏଠାରେ ଏପରି କଥନର ଅଭିପ୍ରାୟ କ'ଣ ଯେ ବିଦ୍ୱାନ ସ୍ୱୟଂ ଭଲ ଭାବେ କର୍ମ ଆଚରଣ କରି ସେମାନଙ୍କ ଦ୍ୱାରା ମଧ୍ୟ ସେପରି କରାଇବେ? ଉତ୍ତର, ଏକଥା ଠିକ୍ ଯେ ଅଜ୍ଞାନୀମାନେ ଶ୍ରଦ୍ଧାପୂର୍ବକ କର୍ମରେ ଲାଗି ରହନ୍ତି, କିନ୍ତୁ ଯେତେବେଳେ ସେମାନଙ୍କୁ ତତ୍ତ୍ୱଜ୍ଞାନ ବା ଫଳାସକ୍ତି ତ୍ୟାଗ କଥା କୁହାଯାଏ, ସେତେବେଳେ ସେହି କଥାର ଭାବ ସଠିକ୍ ରୂପେ ବୁଝି ନପାରି ସେମାନେ ଭୁଲ ବୁଝି ବସନ୍ତି ଯେ ତତ୍ତ୍ୱଜ୍ଞାନ ପ୍ରାପ୍ତି ପାଇଁ କର୍ମ କରିବା ଆବଶ୍ୟକ ନୁହେଁ।
ଫଳ ପ୍ରତି ଆସକ୍ତି ନଥିଲେ ମଧ୍ୟ କର୍ମ କରିବା ଅନାବଶ୍ୟକ। କର୍ମର ସ୍ତର ନିମ୍ନ, ତେଣୁ ସେମାନଙ୍କର କର୍ମ ତ୍ୟାଗ କରିବାରୁ ରୁଚି ବଢ଼ିଯାଏ ଏବଂ ଶେଷରେ ସେମାନେ ମୋହବଶତଃ ବିହିତ କର୍ମ ତ୍ୟାଗ କରି ଆଳସ୍ୟ ଓ ପ୍ରମାଦର ବଶ ହୋଇଯାନ୍ତି। ତେଣୁ ଭଗବାନ ଉପଯୁକ୍ତ ବାକ୍ୟରେ ସେ ଜ୍ଞାନୀମାନଙ୍କୁ କହିଛନ୍ତି, ସେମାନେ ସ୍ୱୟଂ ଅନାସ୍ପୃତ ଭାବରେ ବିଧିବଦ୍ଧ କର୍ମ ଆଚରଣ କରି ସମସ୍ତଙ୍କ ସମ୍ମୁଖରେ ଏପରି ଆଦର୍ଶ ରଖିବା ଉଚିତ ଯେ ଯାହାଦ୍ୱାରା କି ବିହିତ କର୍ମରେ କେବେ ହେଲେ ଅଶ୍ରଦ୍ଧା ଯାହାଦ୍ୱାରା କି କାହାରି ବି ବିହିତ କର୍ମରେ କେବେ ହେଲେ ଅଶ୍ରଦ୍ଧା ଓ ଅରୁଚି ଆସିବ ନାହିଁ ଏବଂ ଲୋକେ ନିଷ୍କାମ ଭାବରେ କର୍ତ୍ତାପଣ ଅଭିମାନ ରହିତ ହୋଇ ବିଧିପୂର୍ବକ କର୍ମ ଆଚରଣ କରି ନିଜର ମନୁଷ୍ୟ ଜୀବନକୁ ସାର୍ଥକ କରିବେ। ବସ୍ତୁତଃ ସମସ୍ତ କର୍ମ ସବୁ ପ୍ରକାର ପ୍ରକୃତିର ଗୁଣମାନଙ୍କ ଦ୍ୱାରା କରାଯାଉଥାଏ। ତଥାପି ଯାହାର ଅନ୍ତଃକରଣ ଅହଙ୍କାର ଦ୍ୱାରା ମୋହିତ ରହିଥାଏ ସେ ଅଜ୍ଞାନୀ ମୁଁ ହିଁ କର୍ତ୍ତା ଅଟେ ବୋଲି ମନେ କରେ। ପ୍ରକୃତିରୁ ଉତ୍ପନ୍ନ ସତ୍ତ୍ୱ, ରଜ ଓ ତମ ଏ ତିନି ଗୁଣ ହିଁ ବୁଦ୍ଧି, ଅହଙ୍କାର, ମନ ଓ ଆକାଶ ଆଦି ସୂକ୍ଷ୍ମ ପଞ୍ଚମହାଭୂତ, ଶ୍ରୋତ୍ରିୟ, ଦଶ ଇନ୍ଦ୍ରିୟ ଓ ଶବ୍ଦାଦି ପଞ୍ଚ ବିଷୟ ଏପରି 23 ତତ୍ତ୍ୱରେ ପରିଣତ ହୋଇଛି। ଏ ସମସ୍ତେ ହେଉଛନ୍ତି ପ୍ରକୃତିର ଗୁଣ। ଏଥିମଧ୍ୟରୁ ବିଷୟ ଗ୍ରହଣ କରିବା ଅନ୍ତଃକରଣ ଇନ୍ଦ୍ରିୟର, କୌଣସି ବିଷୟରେ ସ୍ଥିର ନିର୍ଣ୍ଣୟ କରିବା ବୁଦ୍ଧିର, କୌଣସି ବିଷୟ ଚିନ୍ତନ କରିବା ମନର, ଶବ୍ଦ ଶୁଣିବା କାନର, ବସ୍ତୁକୁ ସ୍ପର୍ଶ କରିବା ଚର୍ମର, ରୂପ ଦେଖିବା ଆଖିର, ରସ ଆସ୍ୱାଦନ କରିବା ଜିହ୍ୱାର, ଗନ୍ଧ ଶୁଙ୍ଘିବା ନାସିକାର, ଶବ୍ଦ ଉଚ୍ଚାରଣ କରିବା ବାଣୀର, ବସ୍ତୁକୁ ଗ୍ରହଣ କରିବା ହାତର, ଗମନ କରିବା ପାଦର, ମଳମୂତ୍ର ତ୍ୟାଗ କରିବା ମଳଦ୍ୱାର ଓ ମୂତ୍ରେନ୍ଦ୍ରିୟର କର୍ମ। ତେଣୁ ଉପରୋକ୍ତ ବାକ୍ୟରେ ଭଗବାନ ସୂଚାଇଛନ୍ତି ଯେ ସଂସାରରେ ଯେଉଁ ପ୍ରକାର ଯାହା କିଛି କ୍ରିୟା ହେଉଛି ସେହି ସମସ୍ତ କ୍ରିୟା ଉପରୋକ୍ତ ଗୁଣମାନଙ୍କ ଦ୍ୱାରା ହିଁ କରାଯାଏ। ନିର୍ଗୁଣ ନିରାକାର ଆତ୍ମାର ଏମାନଙ୍କ ସହିତ ବସ୍ତୁତଃ କୌଣସି ସମ୍ବନ୍ଧ ନାହିଁ। ପ୍ରକୃତିର କାର୍ଯ୍ୟରୂପକ ଉପରୋକ୍ତ ବୁଦ୍ଧି, ଅହଙ୍କାର, ମନ, ମହାଭୂତ, ଇନ୍ଦ୍ରିୟ ଓ ସେମାନଙ୍କର ବିଷୟ ଏ 23ଟି ତତ୍ତ୍ୱର ସଂଘାତ ରୂପ ଶରୀରରେ ଯେଉଁ ଅହଂ ଭାବ ରହିଛି, ସେଥିରେ ଯେଉଁ ଦୃଢ଼ ଆତ୍ମାଭାବ ରହିଛି, ତାହାର ନାମ ଅହଙ୍କାର। ଏ ଅନାଦିସିଦ୍ଧ ଅହଙ୍କାରର ସମ୍ବନ୍ଧ ଦ୍ୱାରା ଯାହାର ଅନ୍ତଃକରଣ ଅତ୍ୟନ୍ତ ମୋହିତ ହୋଇଯାଇଛି, ଯାହାର ବିବେକ ଶକ୍ତି ଲୁପ୍ତ ହୋଇଯାଇଛି ଏବଂ ଏହି କାରଣରୁ ଯେ ଆତ୍ମ ଓ ଅନାତ୍ମ ବସ୍ତୁର ଯଥାର୍ଥ ବିବେଚନ କରି ନିଜକୁ ଶରୀରଠାରୁ ଭିନ୍ନ ଏବଂ ଶୁଦ୍ଧ ଆତ୍ମାର ବା ପରମାତ୍ମାଙ୍କ ସନାତନ ଅଂଶ ବୋଲି ବୁଝେ ନାହିଁ, ସେହିପରି ଅଜ୍ଞାନୀ ମନୁଷ୍ୟମାନଙ୍କର ଏହା ହେଉଛି ବାଚକ। ତେଣୁ ବୁଝିବା ଉଚିତ ଯେ ଅହଙ୍କାର ବିମୂଢ଼ତା ପଦଟି ଆସକ୍ତି ରହିତ ବିବେକଶୀଳ କର୍ମଯୋଗ ସାଧନ କରୁଥିବା ସାଧକମାନଙ୍କ ବାଚକ ନୁହେଁ, କାରଣ ତାଙ୍କ ଅନ୍ତଃକରଣ ଅହଙ୍କାର ଦ୍ୱାରା ମୋହିତ ହୋଇନଥାଏ, ବରଂ ସେ ଅହଙ୍କାର ବିନାଶ କରିବାର ଚେଷ୍ଟାରେ ଲାଗି ରହିଥାନ୍ତି। ଏହି କଥା ଦ୍ୱାରା ଦେଖାଦେଇଯାଇଛି ଯେ ପ୍ରକୃତିର ଆତ୍ମାର କର୍ମ ସହିତ କୌଣସି ସମ୍ବନ୍ଧ ନଥିଲେ ମଧ୍ୟ ଅଜ୍ଞାନୀ ମନୁଷ୍ୟ 23 ତତ୍ତ୍ୱର ଏହି ସଂଘାତ ପ୍ରତି ଅର୍ଥାତ ଦେହ ପ୍ରତି ଆତ୍ମାଭିମାନ କରି ତାହା ଦ୍ୱାରା କରାଯାଉଥିବା କର୍ମରେ ନିଜର ସମ୍ବନ୍ଧ ସ୍ଥାପନ କରେ ଓ ନିଜକୁ ସେହି କର୍ମର କର୍ତ୍ତା ବୋଲି ମନେ କରେ। ଅର୍ଥାତ୍ ମୁଁ ନିର୍ଣ୍ଣୟ କରୁଛି, ମୁଁ ସଂକଳ୍ପ କରୁଛି, ମୁଁ ଶୁଣୁଛି, ମୁଁ ଦେଖୁଛି, ମୁଁ ଖାଉଛି, ମୁଁ ପିଉଛି, ମୁଁ ଶୋଉଛି, ମୁଁ ଚାଲୁଛି ଇତ୍ୟାଦି ଭାବେ ସକଳ ପ୍ରକାର କର୍ମ ନିଜ ଦ୍ୱାରା କରାଯାଉଛି ବୋଲି ମନେ କରେ। ତେଣୁ ସେ କର୍ମରେ ବାନ୍ଧି ହୋଇଯାଏ ଏବଂ ତାକୁ ସେହି କର୍ମର ଫଳ ଭୋଗ କରିବାକୁ ବାରମ୍ବାର ଜନ୍ମ ମୃତ୍ୟୁ ରୂପକ ସଂସାର ଚକ୍ରରେ ଘୂରିବାକୁ ପଡ଼େ। କିନ୍ତୁ ଏ ମହାବାହୁ ଗୁଣ ବିଭାଗ ଓ କର୍ମ ବିଭାଗର ତତ୍ତ୍ୱ ଜାଣିଥିବା ଜ୍ଞାନଯୋଗୀ ଗୁଣମାନେ ହିଁ ଗୁଣମାନଙ୍କର ପ୍ରଭୁତ୍ୱ ହୁଅନ୍ତି ବୋଲି ବୁଝି ସେଥିରେ ଆସକ୍ତ ହୁଅନ୍ତି ନାହିଁ। ସତ୍ତ୍ୱ, ରଜ ଓ ତମ ଏ ତିନି ଗୁଣର କାର୍ଯ୍ୟରୂପେ ଯେଉଁ 23ଟି ତତ୍ତ୍ୱ ରହିଛି, ଯେଉଁମାନଙ୍କର ବର୍ଣ୍ଣନା ପୂର୍ବ ଶ୍ଲୋକରେ କରାଯାଇଛି, ସେହି 23 ତତ୍ତ୍ୱ ସମୁଦାୟ ହିଁ ଗୁଣ ବିଭାଗ। ସ୍ମରଣ ରଖିବା ଉଚିତ ଯେ ଅନ୍ତଃକରଣରେ ଯେଉଁ ସାତ୍ତ୍ୱିକ, ରାଜସ ଓ ତାମସିକ ଭାବ ରହିଛି, ଯେଉଁମାନଙ୍କ ସମ୍ବନ୍ଧରୁ କର୍ମ ସାତ୍ତ୍ୱିକ, ରାଜସ ଓ ତାମସ ଏପରି ତିନି ପ୍ରକାର ବୋଲି ସ୍ୱୀକାର କରାଯାଏ ଏବଂ ଯାହାର ସମ୍ବନ୍ଧ ଦ୍ୱାରା ଏହି ମନୁଷ୍ୟ ସାତ୍ତ୍ୱିକ, ଏହି ମନୁଷ୍ୟ ରାଜସିକ, ଏହି ମନୁଷ୍ୟ ତାମସିକ ବୋଲି କୁହାଯାଏ, ସେ ଗୁଣ ବୃତ୍ତିଗୁଡ଼ିକ ମଧ୍ୟ ଗୁଣ ବିଭାଗର ଅନ୍ତର୍ଗତ। ଉକ୍ତ ଗୁଣ ବିଭାଗରେ ଯେଉଁ ଭିନ୍ନ ଭିନ୍ନ କ୍ରିୟା କରାଯାଏ, ଯେଉଁମାନଙ୍କ ବର୍ଣ୍ଣନା ପୂର୍ବ ଶ୍ଲୋକର ବ୍ୟାଖ୍ୟାରେ କରାଯାଇଛି, ଯେଉଁ କ୍ରିୟାମାନଙ୍କରେ କର୍ତ୍ତୃତ୍ୱାଭିମାନ ଏବଂ ଆସକ୍ତି ହେବାରୁ ମନୁଷ୍ୟର ବନ୍ଧନ ହୁଏ, ସେହି କ୍ରିୟାସମୂହ ହିଁ କର୍ମ ବିଭାଗ। ଏ ଗୁଣ ବିଭାଗ ଓ କର୍ମ ବିଭାଗ ପ୍ରକୃତରେ ବିସ୍ତାର ଅଟେ। ତେଣୁ ଏସବୁ ଜଡ଼, କ୍ଷଣିକ, ନାଶବାନ ଓ ବିକାରଶୀଳ। ଏସବୁ ମାୟାମୟ। ପ୍ରକୃତରେ କିଛି ନଥିଲେ ମଧ୍ୟ ଏସବୁ ସ୍ୱପ୍ନ ପରି ପ୍ରତୀତ ହୋଇଥାନ୍ତି। ଏହି ଗୁଣ ବିଭାଗ ଓ କର୍ମ ବିଭାଗଠାରୁ ଆତ୍ମା ସର୍ବଦା ପୃଥକ୍। ଆତ୍ମାର ଏମାନଙ୍କ ସହିତ କୌଣସି ସମ୍ବନ୍ଧ ନାହିଁ। ଆତ୍ମା ସର୍ବଦା ନିର୍ଗୁଣ, ନିରାକାର, ନିର୍ବିକାର, ନିତ୍ୟ, ଶୁଦ୍ଧ, ମୁକ୍ତ ଓ ଜ୍ଞାନ ସ୍ୱରୂପ। ଏହି ତତ୍ତ୍ୱକୁ ଭଲ ଭାବେ ବୁଝିବା ହିଁ ଗୁଣ ବିଭାଗ ଓ କର୍ମ ବିଭାଗର ତତ୍ତ୍ୱ ଜାଣିବା। ଏଠାରେ ଦେଖାଦେଇଯାଇଛି ଯେ ଉପରୋକ୍ତ ପ୍ରକାର ଗୁଣ ବିଭାଗ ଓ କର୍ମ ବିଭାଗର ତତ୍ତ୍ୱ ଜାଣିଥିବା ସାଂଖ୍ୟଯୋଗୀ ମନ, ବୁଦ୍ଧି, ଇନ୍ଦ୍ରିୟ ଓ ଶରୀର ଦ୍ୱାରା ହେଉଥିବା ପ୍ରତ୍ୟେକ କ୍ରିୟାରୁ ବୁଝନ୍ତି ଯେ ଗୁଣମାନଙ୍କର କାର୍ଯ୍ୟରୂପକ ମନ, ବୁଦ୍ଧି, ଇନ୍ଦ୍ରିୟ ଆଦି କାରଣ ହିଁ ଗୁଣମାନଙ୍କର କାର୍ଯ୍ୟରୂପକ ନିଜ ନିଜ ବିଷୟରେ ପ୍ରଭୁତ୍ୱ ହେଉଛନ୍ତି। ତାଙ୍କର ସେଥିରେ କିଛି ସମ୍ବନ୍ଧ ନାହିଁ। ତେଣୁ ସେ ଯେ କୌଣସି କର୍ମରେ ବା କର୍ମଫଳ ରୂପକ ଭୋଗରେ ଆସକ୍ତ ହୁଅନ୍ତି ନାହିଁ, ଅର୍ଥାତ୍ କୌଣସି କର୍ମ ସହିତ ବା ତାହାର ଫଳ ସହିତ ନିଜର କୌଣସି ପ୍ରକାର ସମ୍ବନ୍ଧ ସ୍ଥାପନ କରନ୍ତି ନାହିଁ।
ସେ ଏସବୁକୁ ଜଡ଼, ଅନିତ୍ୟ, ବିକାରୀ ଓ ନାଶବାନ ବୋଲି ମାନନ୍ତି ତଥା ନିଜକୁ ସଦାସର୍ବଦା ନିତ୍ୟ, ଶୁଦ୍ଧ, ବୁଦ୍ଧ, ନିର୍ବିକାର, ଅକର୍ତ୍ତା ଓ ସର୍ବଥା ଅସଙ୍ଗ ବୋଲି ବୁଝନ୍ତି। ପ୍ରକୃତିର ଗୁଣମାନଙ୍କ ଦ୍ୱାରା ଅତ୍ୟନ୍ତ ମୋହିତ ହୋଇଥିବା ମନୁଷ୍ୟମାନେ ଗୁଣମାନଙ୍କରେ ଓ କର୍ମମାନଙ୍କରେ ଆସକ୍ତି ରହନ୍ତି। ପୂର୍ଣ୍ଣ ଭାବରେ ବୁଝି ନଥିବା ସେ ମନ୍ଦବୁଦ୍ଧି ଅଜ୍ଞାନୀମାନଙ୍କୁ ପୂର୍ଣ୍ଣ ଭାବରେ ଜାଣିଥିବା ଜ୍ଞାନୀ ବିଚଳିତ କରିବା ଉଚିତ ନୁହେଁ। 25 ଓ 26 ଶ୍ଲୋକରେ ଯେଉଁ କର୍ମାସକ୍ତ ଅଜ୍ଞାନୀମାନଙ୍କ କଥା କୁହାଯାଇଛି, ଏଠାରେ ପ୍ରକୃତି ଗୁଣ ସମ୍ବଳ ପଦ ଦ୍ୱାରା ସେ ଇହଲୋକ ଓ ପରଲୋକର ଭୋଗ କାମନାରେ ଶ୍ରଦ୍ଧା ଆସକ୍ତିପୂର୍ବକ କର୍ମରେ ଲାଗି ରହିଥିବା ସତ୍ୟ ମିଶ୍ରିତ ରଜଗୁଣୀ ସକାମୀ କର୍ମଠ ମନୁଷ୍ୟମାନଙ୍କୁ ଲକ୍ଷ୍ୟ କରି କୁହାଯାଇଛି। କାରଣ ପରମାତ୍ମା ପ୍ରାପ୍ତି ପାଇଁ ସାଧନ କରୁଥିବା ଯେଉଁ ଶୁଦ୍ଧ ସାତ୍ତ୍ୱିକ ମନୁଷ୍ୟମାନେ ଅଛନ୍ତି, ସେମାନେ ପ୍ରକୃତିର ଗୁଣମାନଙ୍କ ଦ୍ୱାରା ମୋହିତ ହୋଇନଥାନ୍ତି ଏବଂ ନିଷିଦ୍ଧ କର୍ମ କରୁଥିବା ଯେଉଁ ତାମସ ମନୁଷ୍ୟମାନେ ଅଛନ୍ତି, ଶାସ୍ତ୍ରରେ ଶ୍ରଦ୍ଧା ନଥିବାରୁ ସେମାନଙ୍କର ବିହିତ କର୍ମରେ ପ୍ରେମ ନଥାଏ, ତେଣୁ ସେମାନେ ବିହିତ କର୍ମ କରନ୍ତି ନାହିଁ। ଏଣୁ ସେ ତାମସ ପୁରୁଷମାନଙ୍କୁ କର୍ମରୁ ବିଚଳିତ ନ କରିବା ପାଇଁ କହିବାର ହିଁ ପ୍ରଶ୍ନ ଉଠୁନାହିଁ, ବରଂ ଶାସ୍ତ୍ରରେ ସେମାନଙ୍କର ଶ୍ରଦ୍ଧା ଉତ୍ପନ୍ନ କରାଇ ସେମାନଙ୍କ ଦ୍ୱାରା ନିଷିଦ୍ଧ କର୍ମ ତ୍ୟାଗ କରାଇବା ଓ ବିହିତ କର୍ମ କରାଇବା ଆବଶ୍ୟକ। ସେ ସକାମ ମନୁଷ୍ୟମାନେ ଗୁଣମାନଙ୍କରେ ଓ କରମାନଙ୍କରେ ଆସକ୍ତି ରୁହନ୍ତି। ଏହା କହି ଦେଖାଇ ଦିଆଯାଇଛି ଯେ ଗୁଣ ଦ୍ୱାରା ମୋହିତ ରହିଥିବାରୁ ସେହି ଲୋକମାନଙ୍କର ପ୍ରକୃତିର ଅତ୍ୟନ୍ତ ସୁଖ ବିଷୟରେ କିଛି ଜ୍ଞାନ ନଥାଏ। ସେମାନେ ସାଂସାରିକ ଭୋଗକୁ ସବୁଠାରୁ ବଳି ସୁଖଦାୟକ ବୋଲି ବୁଝନ୍ତି। ତେଣୁ ସେମାନେ ଗୁଣମାନଙ୍କର କାର୍ଯ୍ୟରୂପୀ ଭୋଗରେ ଓ ସେ ଭୋଗ ପ୍ରାପ୍ତିର ଉପାୟଭୂତ କର୍ମମାନଙ୍କରେ ଲାଗି ରହନ୍ତି। ସେମାନେ ସେ ଗୁଣର ବନ୍ଧନରୁ ମୁକ୍ତ ହେବାକୁ ଇଚ୍ଛା ବା ଚେଷ୍ଟା କରନ୍ତି ନାହିଁ। ଏହାଦ୍ୱାରା ଦେଖାଇ ଦିଆଯାଇଛି ଯେ ଉପଭୋକ୍ତ ଶ୍ରେଣୀର ସକାମ ମନୁଷ୍ୟମାନେ ଯଥାର୍ଥ ତତ୍ତ୍ୱ ବୁଝିନଥିଲେ ମଧ୍ୟ ଶାସ୍ତ୍ରୋକ୍ତ କର୍ମରୁ ସେମାନଙ୍କ ଫଳରେ ଶ୍ରଦ୍ଧା ରଖିଥିବାରୁ ଅନ୍ତତଃ କେତେକାଂଶରେ ବୁଝନ୍ତି। ତେଣୁ ଅଧର୍ମକୁ ଧର୍ମ ଓ ଧର୍ମକୁ ଅଧର୍ମ ବୋଲି ମାନି ମନ ଇଚ୍ଛା ଆଚରଣ କରୁଥିବା ତାମସ ପୁରୁଷମାନଙ୍କଠାରୁ ସେମାନେ ବହୁ ଗୁଣରେ ଭଲ। ସେମାନେ ସର୍ବଦା ବୁଦ୍ଧିହୀନ ନୁହନ୍ତି, ଅଳ୍ପ ବୁଦ୍ଧିଯୁକ୍ତ ଅଟନ୍ତି। ତେଣୁ ସେମାନଙ୍କ କର୍ମର ଫଳ ପରମାତ୍ମା ପ୍ରାପ୍ତି ନ ହୋଇ ନାଶବାନ ଭୋଗର ପ୍ରାପ୍ତି ହୋଇଥାଏ। ପୂର୍ବୋକ୍ତ ପ୍ରକାର ଗୁଣ ବିଭାଗ ଓ କର୍ମ ବିଭାଗ ତତ୍ତ୍ୱ ପୂର୍ଣ୍ଣ ଭାବରେ ବୁଝି ପରମାତ୍ମାଙ୍କ ସ୍ୱରୂପ ବିଷୟରେ ପୂର୍ଣ୍ଣ ଭାବରେ ଯଥାର୍ଥ ଜ୍ଞାନ ପାଇଥିବା ଜ୍ଞାନୀ ମହାପୁରୁଷଙ୍କର ବାଚକ ହେଉଛନ୍ତି କୁଚ୍ଛବିଦ ଏବଂ ସେହି ଅଜ୍ଞାନୀମାନଙ୍କୁ ବିଚଳିତ ନ କରନ୍ତୁ କହି ଭଗବାନ ଦେଖାଉଛନ୍ତି ଯେ କର୍ମରେ ଲାଗି ରହିଥିବା ଅଧିକାରୀ ସକାମ ମନୁଷ୍ୟମାନଙ୍କ କର୍ମ ଅତ୍ୟନ୍ତ ପରିଶ୍ରମ ସାଧ୍ୟ। କର୍ମର କ'ଣ ଅଛି? ଏହି ଜଗତ ମିଥ୍ୟା, କର୍ମଣ ମାତ୍ରେ ବନ୍ଧନର କାରଣ। ଏପରି ଉପଦେଶ ଦେଇ ଶାସ୍ତ୍ରବିହିତ କର୍ମରୁ ବିଚ୍ୟୁତ କରିବା ବା ସେଥିରେ ସେମାନଙ୍କର ଶ୍ରଦ୍ଧା ବା ରୁଚି କମ୍ କରିଦେବା ଉଚିତ ନୁହେଁ, କାରଣ ସେପରି ହେଲେ ସେମାନଙ୍କ ପତନର ସମ୍ଭାବନା ଆସିଯାଏ। ଏଣୁ ଶାସ୍ତ୍ରବିହିତ କର୍ମକୁ ବିଧାନ କରୁଥିବା ଶାସ୍ତ୍ରରେ ଓ ତାହାର ଫଳରେ ସେ ଲୋକମାନଙ୍କର ବିଶ୍ୱାସ ସ୍ଥିର ରଖି ସେମାନଙ୍କୁ ଯଥାର୍ଥ ତଥ୍ୟ ବୁଝାଇ ଦେବା ଉଚିତ। ତା ସଙ୍ଗେ ସଙ୍ଗେ ସେମାନଙ୍କଠାରୁ ମମତ୍ୱ, ଆସକ୍ତି ଓ ଫଳ ଇଚ୍ଛା ତ୍ୟାଗ କରାଇ ଶ୍ରଦ୍ଧା, ଧୈର୍ଯ୍ୟ ଓ ଉତ୍ସାହପୂର୍ବକ ସାତ୍ତ୍ୱିକ କର୍ମ ବା ସାତ୍ତ୍ୱିକ ତ୍ୟାଗ କରିବାର ରୀତି ବୁଝାଇ ଦେବା ଉଚିତ, ଯାହାଦ୍ୱାରା କି ସେମାନେ ଅନାୟାସରେ ସେ ତତ୍ତ୍ୱକୁ ଭଲ ଭାବରେ ବୁଝିପାରିବେ। ଅନ୍ତର୍ଯାମୀ ପରମାତ୍ମାରେ ଲାଗି ରହିଥିବା ଚିତ୍ତ ଦ୍ୱାରା ସମସ୍ତ କର୍ମକୁ ମୋଠାରେ ଅର୍ପଣ କରି ଆଶା ରହିତ, ମମତା ରହିତ ଓ ସନ୍ତାପ ରହିତ ହୋଇ ଯୁଦ୍ଧ କର। ସମସ୍ତ ଯେମିତି ପରମାତ୍ମାଙ୍କ ଗୁଣ, ପ୍ରଭାବ ଓ ସ୍ୱରୂପକୁ ବୁଝି ତାଙ୍କ ଉପରେ ବିଶ୍ୱାସ କରୁଥିବା ଓ ନିରନ୍ତର ସର୍ବତ୍ର ତାଙ୍କ ଚିନ୍ତନ କରି ରହୁଥିବା ଚିତ୍ତର ବାଚକ। ଏପରି ଚିତ୍ତ ଦ୍ୱାରା ଭଗବାନଙ୍କୁ ସର୍ବଶକ୍ତିମାନ, ସର୍ବାଧାର, ସର୍ବବ୍ୟାପୀ, ସର୍ବଜ୍ଞ, ସର୍ବେଶ୍ୱର ତଥା ପରମପ୍ରାପ୍ୟ, ପରମଗତି, ପରମ ହିତୈଷୀ, ପରମ ପ୍ରିୟ, ପରମ ସୁହୃଦ, ପରମ ଦୟାଳୁ ବୋଲି ବୁଝି ନିଜର ଅନ୍ତଃକରଣ ଓ ଇନ୍ଦ୍ରିୟମାନଙ୍କ ସହିତ ଶରୀର ତଥା ତାହା ଦ୍ୱାରା କରାଯାଉଥିବା ସମସ୍ତ କର୍ମ ଓ ଜଗତର ସମସ୍ତ ପଦାର୍ଥ ଭଗବାନଙ୍କର ହିଁ ଜାଣି ସେହିସବୁରେ ମମତ୍ୱ ଆସକ୍ତି ସର୍ବଦା ତ୍ୟାଗ କରିଦେବା ତଥା ମୋର କିଛି କରିବାର ନାହିଁ। ଭଗବାନ ସବୁପ୍ରକାର ଶକ୍ତି ପ୍ରଦାନ କରି ମୋ ଦ୍ୱାରା ନିଜର ଇଚ୍ଛା ଅନୁସାରେ ଯଥାଯୋଗ୍ୟ କର୍ମ କରାଉଛନ୍ତି। ମୁଁ ତ କେବଳ ନିମିତ୍ତ ମାତ୍ର। ଏପରି ଭାବରେ ନିଜକୁ ସର୍ବଦା ଭଗବାନଙ୍କ ଅଧୀନ ବୋଲି ବୁଝି ଭଗବାନଙ୍କ ଆଜ୍ଞା ଅନୁସାରେ ତାଙ୍କରି ପ୍ରେରଣାରେ ସେ ଯେପରି କରାଉଛନ୍ତି ସେପରି ସକଳ କର୍ମ କାଠଖଣ୍ଡି ପରି କରିବା, ସେହି କର୍ମରେ ବା ତାର ଫଳରେ କୌଣସି ପ୍ରକାର ନିଜର ମାନସିକ ସମ୍ବନ୍ଧ ନ ରଖିବା, ସବୁକିଛି ଭଗବାନଙ୍କର ବୋଲି ବୁଝିବା, ଏସବୁ ହିଁ ଆଧ୍ୟାତ୍ମିକ ଚିନ୍ତା ଦ୍ୱାରା ସମସ୍ତ କର୍ମ ଭଗବାନଙ୍କୁ ସମର୍ପଣ କରିଦେବା। ଏପରି ଭାବରେ ଭଗବାନଙ୍କଠାରେ ସମସ୍ତ କର୍ମ ଅର୍ପଣ କରିଦେବାର କଥା ଦ୍ୱାଦଶ ଅଧ୍ୟାୟର 6ଠ ଶ୍ଲୋକରେ ତଥା ଅଷ୍ଟାଦଶ ଅଧ୍ୟାୟର 57 ଓ 66 ଶ୍ଲୋକରେ କୁହାଯାଇଛି। ଭଗବାନଙ୍କଠାରେ ଆଧ୍ୟାତ୍ମିକ ନୀତି ଦ୍ୱାରା ସମସ୍ତ କର୍ମ ସମର୍ପଣ କରିବା ପରେ ଆଶା, ମମତ୍ୱ ଓ ସନ୍ତାପ ରହେ ନାହିଁ। ଏହି ଭାବ ସ୍ପଷ୍ଟ କରିବାକୁ ଯାଇ ଏଠାରେ ଭଗବାନ ଅର୍ଜୁନଙ୍କୁ ଆଶା, ମମତ୍ୱ ଓ ସନ୍ତାପରେ